ମା ମା ମୁଁ ଗାଧେଇ ସାରି ଖାଇ ସାରିଲିଣି। ଏବେ ମୁଁ ଖେଳିବାକୁ ଯାଉଛି। ଆଚ୍ଛା ହଉ ତୁ ଯା, ହେଲେ ମା ବେଶୀ ଦୂରକୁ ଯିବୁନି। ତୁ ତ ଜାଣୁ ମୋ ଦେହ ଆଜିକାଲି ଭଲ ରହୁନି। ମୁଁ ତତେ ଖୋଜିବା ପାଇଁ ଦୂରକୁ ଯାଇପାରିବିନି। ଚିନ୍ତା କରନି ମା, ତୁମେ ଆରାମ କର। ମୁଁ ବେଶୀ ଦୂରକୁ ଯିବିନି। ଶୀଘ୍ର ଖେଳି ସାରି ଘରକୁ ଫେରି ଆସିବି। ଆରେ ଆରେ ବଲଟା ତ ମୋ ପାଖରେ ଆସି ପଡ଼ିଲା। ଯାଏ ଚିକି ଆଉ ମିକିକୁ ତାଙ୍କ ବଲ ଦେଇ ଆସେ। ଏଇ ନିଅ ତମମାନଙ୍କ ବଲ। ଏତେ ଜୋରେ ବଲକୁ ମାରନି, ନହେଲେ ବଲ ଦୂରରେ ପଡ଼ି ହଜିଯିବ। ଆମ ବଲ ହଜିଲେ ହଜିବ। ଆମେ କ'ଣ ତତେ ଆମ ବଲ ଆଣିବାକୁ କହିଥିଲୁ? ତୁ କାହିଁକି ତ ଅପରିଷ୍କାର ହାତରେ ଆମ ବଲ ଛୁଇଁଲୁ? ମୋ ହାତ ଅପରିଷ୍କାର ନୁହଁ ଚିକି। ମୁଁ ଗାଧେଇ ସାରି ତମମାନଙ୍କ ଖେଳ ଦେଖିବାକୁ ଆସିଥିଲି। ଗରିବ କୋଉଠିକାର? ତତେ କ'ଣ ଆମେ ଆମ ଖେଳ ଦେଖିବାକୁ କହିଥିଲୁ ଯେ ତୁ ଚୋରମାନଙ୍କ ପରି ଆମ ଖେଳ ଦେଖୁଛୁ? ଆଉ ଦିନେ ଆମ ଖେଳ ଦେଖିବାକୁ ଆସିବୁନି, ନହେଲେ ଆମେ ତତେ ଉଚିତ ଶିକ୍ଷା ଦେବୁ। ସେମାନଙ୍କ କଥା ଶୁଣି କୁନିର ମନ ଦୁଃଖ ହେଇଗଲା। ସେ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଆମେ କାହିଁକି ଯେ ଏତେ ଗରିବ? ସମସ୍ତଙ୍କର ଅନେକ ଅନେକ ସାଙ୍ଗ ଅଛନ୍ତି, ହେଲେ ମୋର କେହି ବି ନାହାନ୍ତି। ତୁ ମନ ଦୁଃଖ କରନି ଛୋଟ ଝିଅ। ମୁଁ ତୋର ସାଙ୍ଗ ହେବାକୁ ଚାହେଁ। ତୁ କ'ଣ ମତେ ତୋର ସାଙ୍ଗ କରିବୁ? ଏ କ'ଣ? ତୁମେ ତ ଜଳପରି। ହଁ, ମୁଁ ଜଣେ ଜଳପରି। ମୁଁ ଏଇ ନଦୀରେ ରୁହେ। କୁନି, ମୁଁ ତତେ ସବୁଦିନ ଦେଖେ। ତୁ ଏକୁଟିଆ ହିଁ ଖେଳୁ। ଆଜି ତତେ କାନ୍ଦୁଥିବାର ଦେଖି ମୁଁ ଆଉ ରହିପାରିଲିନି, ଆଉ ତୋ ପାଖକୁ ଚାଲି ଆସିଲି। ଜଳପରି, ତୁମେ ବହୁତ ଭଲ। ତୁମ ସହ କଥା ହେଇ ମୋ ମନ ଭଲ ହେଇଗଲା। ମୁଁ ଏବେ ପ୍ରତ୍ୟେକ ଦିନ ଏଠାକୁ ଆସିବି, ଆଉ ତୁମ ସହ ମିଶି ଖେଳିବି। ଆଚ୍ଛା ଠିକ ଅଛି, ଏଇ ବଲକୁ ନେ। ଆଜିଠୁ ଏଇ ବଲ ତୋର। ତୁ ଏଇ ବଲକୁ ଧରିକି ଆସିବୁ, ଆମେ ସବୁଦିନ ଖେଳିବା। ଏମିତି ଜଳପରି ଆଉ କୁନି କିଛି ସମୟ ଖେଳିଲେ। ସନ୍ଧ୍ୟା ହେଲା ପରେ କୁନି ବଲ ଧରି ଘରକୁ ଫେରୁଥିଲା। ରାସ୍ତାରେ ଚିକି ଆଉ ମିକି ସହ ତାର ଦେଖା ହେଲା। ଏତେ ସୁନ୍ଦର ବଲ ତୁ କୋଉଠୁ ଚୋରି କରି ଆଣିଲୁ କୁନି? ନା ନା, ମୁଁ ଏ ବଲ ଚୋରି କରିନି। ଆମେ ଜାଣୁ ତୁ କେତେ ଗରିବ। ତୋ ପାଖରେ ବଲ କିଣିବାକୁ ବି ଟଙ୍କା ନାହିଁ। ନିଶ୍ଚୟ ଏ ବଲ ତୁ କାହା ପାଖରୁ ଚୋରି କରି ଆଣିଥିବୁ। ଦେ ଦେ, ଆମକୁ ସେ ବଲ ଦେ, ନହେଲେ ପିଟି ପିଟି ଆମେ ତ ହାତ ଭାଙ୍ଗିଦେବୁ। ନା ନା, ମୋ ହାତ ଭାଙ୍ଗୁନି। ନିଅ, ଏ ବଲ ନେଇଯାଅ। ଯେମିତି ସେମାନେ କୁନି ପାଖରୁ ବଲ ଆଣିଲେ, ବଲ ସେମାନଙ୍କୁ ପିଟିବା ଆରମ୍ଭ କଲା। ଏ ବଲ ଆମକୁ ଏମିତି ପିଟୁଛି କାହିଁକି? ଏ ବଲରେ ଭୂତ ପଶିଗଲାନି ତ? ମିକି, ଶୀଘ୍ର ଏ ବଲ କୁନିକୁ ଦେଇଦେ। କୁନି, ଏଇ ନେ ତ ବଲ। ଆମକୁ ବଲ ଦେଇ ମାଡ଼ ଦେଲୁ ନା, ଆମେ ତତେ ଛାଡ଼ିବୁନି। ଏମିତି କହି ସେମାନେ ନିଜ ନିଜ ଘରକୁ ଗଲେ। କୁନି ବି ନିଜ ବଲ ଧରି ତା ଘରକୁ ଆସିଲା, ଆଉ ତାର ମାକୁ ସବୁ ଘଟଣା କହିଲା। ଆରେ ଆରେ, ଛୁଆ ଦୁଇଟା ଏତେ ମାଡ଼ ଖାଇଲେ। ଶୁଣ ମା, ତୁ ତ ସାଙ୍ଗ ଜଳପରୀକୁ କହି ସେମାନଙ୍କ ପାଇଁ ବି ଦୁଇଟା ବଲ ଆଣିଦେବୁ। ସେମିତି ହେଲେ ବଲ ତାଙ୍କୁ ଆଉ ମାରିବନି। ଆଚ୍ଛା ଠିକ ଅଛି ମା, ମୁଁ କାଲି ସେମିତି କରିବି। ମା, କୁନି ନା ତା ବଲରେ ଆମକୁ ଆଜି ବହୁତ ମାରିଲା। ମୋ ମୁଣ୍ଡଟା ଏଯାଏଁ ବଥା କରୁଛି। କ'ଣ ହେଲା? ସେ ଗରିବ ଛୁଆର ଏତେ ସାହସ? ସେ ମୋ ଝିଅକୁ ମାରିଲା? ରହ, ମୁଁ ଏବେ ମିଟୁ ପାଖକୁ ଯାଉଛି। ଆଜି ତା ସହ ଆମେ ସେ ଚଢ଼େଇର ବିଚାର କରିବୁ। ମା, ତୁମେ ବି ଯାଅ, କୁନିକୁ ମାର। କୁନି ତ ଜାଦୁର ବଲ ଦେଇ ମତେ ଆଉ ଚିକିକୁ ଅନେକ ମାରିଛି। ତୁ ଚିନ୍ତା କରନି ମା, ମୁଁ ଆଉ ତୋ ମା ମିଶି ଏବେ ସେ ଚଢ଼େଇ ଘରକୁ ଯିବୁ। ସେ ଚଢ଼େଇ ଆଉ ତୋର ଛୁଆକୁ ଆମେ ଉଚିତ ଶିକ୍ଷା ଦେବୁ। ଚାଲ ମିଟୁ ଭଉଣୀ, ଏବେ ହିଁ ସେ ଚଢ଼େଇ ଘରକୁ ଯିବା। ହଁ ହଁ କାଉ ଭଉଣୀ, ଚାଲ ଯିବା। ଚଢ଼େଇ, ଏ ଚଢ଼େଇ, କୁଆଡ଼େ ଗଲୁ? ଶୀଘ୍ର ବାହାରକୁ ଆସେ। ଆଜି ଆମେ ତୋର ବିଚାର କରିକି ରହିବୁ। କାଉ ଭଉଣୀ,
ମୋ କଥା ଶୁଣ, ମୋ ଝିଅ କିଛି ବି କରିନି। ହଁ ହଁ, ଏବେ ତ ତୁ କହିବୁ ତୋ ଝିଅ କିଛି ବି କରିନି। ହେଲେ ତ ଝିଅ ମିଛ କହୁଛି। ସେ ମୋ ଝିଅ ଆଉ ମିଟୁ ଝିଅକୁ ଏତେ ମାରିଛି ଯେ ତାଙ୍କ ମୁଣ୍ଡ ଏଯାଏଁ ବଥା କରୁଛି। ଆମେ ଏବେ ତତେ ଛାଡ଼ିବୁନି, ତତେ ଆଉ ତୋ ଝିଅକୁ ମାରିବୁ। ତମ ମାନଙ୍କୁ ମାଡ଼ ଦେଲେ ଯାଇ ମୋ ମନକୁ ଶାନ୍ତି ମିଳିବ। ନା ନା, ମତେ ଆଉ ମୋ ଝିଅକୁ ମାରନି। ମୁଁ କଥା ଦେଉଛି, ମୋ ଝିଅ ଆଉ କାହାକୁ ବି ମାରିବନି। ନା, ତୁ ଯେତେ କହିଲେ ବି ଆମେ ତତେ କ୍ଷମା କରିବୁନି। ତୁ ଯଦି ଏତେ କ୍ଷମା ମାଗୁଛୁ, ତୁ ଆଜି ହିଁ ତୋ ଝିଅକୁ ଧରି ଜଙ୍ଗଲ ଛାଡ଼ି ଚାଲିଯା। ଠିକ ଅଛି, ମୁଁ ଆଉ ମୋ ଝିଅ ଜଙ୍ଗଲ ଛାଡ଼ି ଚାଲିଯିବୁ। ଦୟାକରି ଆମର କିଛି କ୍ଷତି କରନି। କାଉ ଭଉଣୀ, ଆମେ ଚଢ଼େଇକୁ ତା ଘରୁ ବାହାର କରି ଭଲ କରିଛେ। ଏବେଠୁ ତା ଘର ଆମର ହେଇଗଲା। ହଁ, ଏବେ ଆମେ ତା ଘରକୁ ଭଡ଼ାରେ ଲଗେଇବା, ଆଉ ସେ ଭଡ଼ା ଟଙ୍କା ଭାଗ କରିନେବା। ଚାଲ ମିଟୁ ଭଉଣୀ, ଏବେ ଆମେ ରେଲୱେ ଷ୍ଟେସନକୁ ଯିବା। ସେଠାକୁ ଅନେକ ନୂଆ ନୂଆ ଚଢ଼େଇ ଆସନ୍ତି। ସେଠାରେ ଆମେ ଭଡ଼ା ଘର ଖୋଜୁଥିବା ଚଢ଼େଇଙ୍କୁ ପାଇଯିବା। ମା, ଏବେ ଆମେ କୋଉଠିକି ଯିବା? ଆମେ ପାଖ ଜଙ୍ଗଲକୁ ଯିବାରେ ମା। ଏ ଜଙ୍ଗଲରେ ଆମର ଆଉ ଜାଗା ନାହିଁ। ମା, ମତେ କ୍ଷମା କରିଦିଅ। ଆଜି ମୋ ପାଇଁ ଆମେ ଆମ ଘର ଛାଡ଼ିଲେ। ନା ରେ ମା, ଏଥିରେ ତୋର ଭୁଲ ନାହିଁ। ଯାହା ଆମ ଭାଗ୍ୟରେ ଥିଲା ତାହା ହେଲା। ମା, ମୁଁ ଗୋଟିଏ କଥା କହିଥାନ୍ତି। କହ, କ'ଣ କହିବୁ? ମା, ମୁଁ ଏ ଜଙ୍ଗଲ ଛାଡ଼ି ଯିବା ପୂର୍ବରୁ ମୋ ସାଙ୍ଗ ଜଳପରୀ ସହ ଥରେ ଦେଖା କରିବାକୁ ଚାହୁଁଛି। ତୁମେ ମତେ ତାଙ୍କ ପାଖକୁ ନେଇଯାଅ। ଆଚ୍ଛା ହଉ, ଚାଲ ସେଠାକୁ ଯିବା। ଜଳପରୀ, ମତେ ତୁମେ କ୍ଷମା କରିଦିଅ। ମୁଁ ଆଉ କେବେ ବି ତୁମ ସହ ଖେଳିବାକୁ ଆସିପାରିବିନି। ଆଜି ହିଁ ମୁଁ ମୋ ମା ସହ ଏ ଜଙ୍ଗଲ ଛାଡ଼ି ଚାଲି ଯାଉଛି। କିନ୍ତୁ କାହିଁକି ସାଙ୍ଗ? ତୁ ଚିନ୍ତା କରନି ସାଙ୍ଗ, ମୁଁ ତମମାନଙ୍କୁ ସାହାଯ୍ୟ କରିବି। ତୁ ମତେ ଛାଡ଼ି କୁଆଡ଼େ ବି ଯାଆନି। ଏଇ ଡଙ୍ଗା ଘରକୁ ନିଅ। ଆଜିଠୁ ତମେ ମାନେ ଏ ଡଙ୍ଗା ଘରେ ରହିବ। ଯେତେ ଝଡ଼ ତୋଫାନ କିମ୍ବା ନଦୀ ବଢ଼ି ହେଲେ ବି ଏ ଡଙ୍ଗା ଘର ଜମା ବି ବୁଡ଼ିବନି। ତମେ ମାନେ ଏ ଘରେ ସୁରକ୍ଷିତ ରହିବ। କୁନି, ତୋର ଯେବେ ବି ଖେଳିବାକୁ ଇଚ୍ଛା ହେବ ତୁ ମତେ ଡାକିବୁ, ମୁଁ ଆସିଯିବି। ଜଳପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମେ ଆମର ଏତେ ବଡ଼ ସମସ୍ୟା ଦୂର କରିଦେଲ। ମା, ଘରଟି ବହୁତ ସୁନ୍ଦର ହେଇଛି। ଚାଲ ଏବେ ଘର ଭିତରକୁ ଯିବା। ସେଦିନ ପରଠାରୁ ଚଢ଼େଇ ଆଉ ତାର ଝିଅ ସେ ଡଙ୍ଗା ଘରେ ରହିଲେ। ସେପଟେ ଆଚ୍ଛା, ତମେ ମାନେ ତ ଆମ ଜଙ୍ଗଲର ନୁହଁ। ତମେ ମାନେ କ'ଣ ନୂଆ ଆସିଛ? ହଁ, ଆମେ ନୂଆ ଆସିଛୁ। ଆଚ୍ଛା, ତମ ଜଙ୍ଗଲରେ ଘର ବନେଇବା ପାଇଁ ଜାଗା ଅଛି? କଷ୍ଟ କରି ତମ ମାନଙ୍କୁ ଆଉ ଘର ବନେଇବାକୁ ପଡ଼ିବନି। ଆମ ପାଖରେ ଗୋଟେ ଫାଙ୍କା ଘର ଅଛି। ତମେ ମାନେ ଚାହିଁଲେ ସେ ଘରେ ରହିପାରିବ, ଆଉ ପ୍ରତି ମାସ ଆମକୁ 2000 ଟଙ୍କା ଦେବ। ଆରେ ଶୁଣୁଛ, ଏମାନେ ଠିକ କଥା କହୁଛନ୍ତି। କଷ୍ଟ କରି ଘର ବନେଇବା ଅପେକ୍ଷା ଭଡ଼ା ଘରେ ରହିଯିବା ଭଲ। ଆଚ୍ଛା, ତମେ ମାନେ ଆମକୁ ସେ ଘର ଦେଖେଇବାକୁ ନେଇଯାଅ। ଏଇଟା ସେଇ ଘର। ଏଠି ତମେ ମାନେ ଆରାମରେ ରହିପାରିବ। ଯଦି କିଛି ଅସୁବିଧା ହେବ ଆମକୁ କହିବ। ଆଚ୍ଛା ଠିକ ଅଛି, ହେଲେ ଆମେ ତ ତମମାନଙ୍କ ଘର ଦେଖିନୁ। ଯଦି କିଛି ସମସ୍ୟା ହେବ ଆମେ କୋଉଠିକି କହିବାକୁ ଯିବୁ? ତେବେ ଆମ ସାଙ୍ଗରେ ଆସ, ଆମେ ତମ ମାନଙ୍କୁ ଆମ ଘର ଦେଖେଇଦେବୁ। ଏମିତି କାଉ ଆଉ ମିଟୁ ଚିଲ ମାନଙ୍କୁ ନିଜ ନିଜ ଘର ଦେଖେଇଲେ। ବାଃ, ତମ ମାନଙ୍କ ଘର ତ ଅନେକ ସୁନ୍ଦର ହେଇଛି। ଆଜି ପ୍ରଥମ ଥର ପାଇଁ ଆମେ ଏଇ ଜଙ୍ଗଲକୁ ଆସିଲୁ। ସେଥିପାଇଁ ମୁଁ ଆଜି ଖିଚୁଡ଼ି କରିବି। ତମ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ନିଜ ନିଜ ପରିବାର ସହ ରାତିରେ ଆମ ଘରକୁ ଆସିବ। ଆରେ ବାଃ, ତମେ ମାନେ ଆଜି ଖିଚୁଡ଼ି ରାନ୍ଧିଛ? ହଁ, ଆମେ ସମସ୍ତେ ଆଜି ତୁମ ଘରକୁ ଯିବୁ। ଏମିତି କହି ସେମାନେ ଚାଲିଗଲେ। ରାତି ହେବା ପରେ ଚିଲର ସ୍ତ୍ରୀ ଖିଚୁଡ଼ି ରାନ୍ଧିଲା। କାଉ ଆଉ ମିଟୁ ନିଜ ନିଜ ପରିବାରକୁ ଧରି ଚିଲର ଘରକୁ ଗଲେ। ଚିଲ ସମସ୍ତଙ୍କୁ ଖାଇବା ଦେଲା। ଆରେ ଘରେ ତ ଆଉ ପାଣି ନାହିଁ। ତମେ ମାନେ ଖାଉଥାଅ,
ମୁଁ ଯାଉଛି ନଦୀରୁ ପାଣି ନେଇ ଆସିବି। ଏମିତି କହି ଚିଲ ଆଉ ତାର ସ୍ତ୍ରୀ ବାହାରକୁ ଯାଇ ଲୁଚି ରହିଲେ। କିଛି ସମୟରେ ହିଁ କାଉ ଆଉ ମିଟୁର ପୁରା ପରିବାର ଖିଚୁଡ଼ି ଖାଇ ବେହୋସ ହେଇଗଲେ। ଆରେ ଦେଖେ, ବୋକା ପକ୍ଷୀ ଗୁଡାକ ନିଦ ଔଷଧ ମିଶା ଖିଚୁଡ଼ି ଖାଇ କେମିତି ବେହୋସ ହେଇଯାଇଛନ୍ତି। ଏବେ ଚାଲେ ଆମେ ତାଙ୍କ ଘରକୁ ଯାଇ ସବୁ କିଛି ଚୋରି କରି ନେଇ ଆସିବା। ହଁ, ଏଇ ପକ୍ଷୀ ଗୁଡା ସତରେ ଭାରି ବୋକା। ଆମକୁ ଭଲ ଭାବେ ନିଜ ନିଜ ଘର ଦେଖେଇଥିଲେ, ହେଲେ ଏମାନେ ଜାଣିନାହାନ୍ତି ଆମେ କେତେ ବଡ ଚୋର। ଚାଲ ଶୀଘ୍ର ଶୀଘ୍ର ସବୁ କିଛି ଚୋରି କରି ଏଇ ଜଙ୍ଗଲ ଛାଡି ଚାଲିଯିବା। ତାପରେ ଦୁଇ ଚିଲ କାଉ ଆଉ ମିଟୁ ଘରର ସବୁ ଟଙ୍କା ସୁନା ଗହଣା ଚୋରି କରି ନେଇଗଲେ। ପରଦିନ ସକାଳେ, ଆରେ ଆମେ କାଲି ରାତି ଏଇଠି ଶୋଇପଡିଥିଲେ। ଆରେ ଉଠ ଉଠ ସମସ୍ତେ, ସକାଳ ହେଇଗଲାଣି, ଚାଲ ନିଜ ନିଜ ଘରକୁ ଯିବା। କାଲି ରାତି ଆମେ ଏଇଠି ଶୋଇଥିଲେ, ସେ ଦୁଇ ଚିଲ କୁଆଡେ ଗଲେ? ସେମାନେ ବି ଏଠି ଶୋଇଥିଲେ ବୋଧେ, ସକାଳୁ ଉଠି କୁଆଡେ ଯାଇଥିବେ। ଅନେକ ଡେରି ହେଲାଣି, ଚାଲ ଚାଲ ଘରକୁ ଯିବା। ମୋ ଘରର ସବୁ ଟଙ୍କା ସୁନା ଗହଣା କିଏ ଚୋରି କରି ନେଇଗଲା? କାଉ ଭଉଣୀ, ଜାଣିଛ ମୋ ଘରେ ସବୁ ଟଙ୍କା ସୁନା ଗହଣା ଚୋରି ହେଇଯାଇଛି। ମତେ ଲାଗୁଛି କାଲି ରାତି ଚିଲମାନେ ଆମକୁ ନିଦ ଔଷଧ ଦେଇ ଆମ ଘରୁ ସବୁ କିଛି ଚୋରି କରି ନେଇ ଯାଇଛନ୍ତି। ହଁ, ମତେ ବି ସେମିତି ଲାଗୁଛି, ନହେଲେ ସେମାନେ ଘର ଛାଡି କୁଆଡେ ଯାଆନ୍ତେ। ସବୁ ଆମ ଭୁଲ ପାଇଁ ହେଇଛି। ଆମେ ଯଦି ଚଢ଼େଇକୁ ତା ଘରୁ ବାହାର କରିନଥାନ୍ତେ, ଆଜି ଆମ ଘରୁ ଏମିତି ଚୋରି ହେଇନଥାନ୍ତା। ଏବେ ମୁଁ କେମିତି ଯେ ଘର ଚଳେଇବି କିଛି ବୁଝିପାରୁନି। କାଉ ଆଉ ମିଟୁ କାନ୍ଦୁଥିଲେ। ଏମିତି ସେମାନେ ଶାସ୍ତି ପାଇଲେ। ସେପଟେ ଚଢ଼େଇ ଖୁସିରେ ତା ଝିଅ ସହ ଡଙ୍ଗା ଘରେ ରହିଲା। ଆରେ ରିନୁ, 5 ଦିନ ହେଲାଣି ତୁ କିଛି ବି ଖାଇନୁ। ରାଜୁକୁ ମନେ ପକେଇ ତୁ ଆଉ କେତେ ଦିନ କାନ୍ଦିବୁ କହିଲୁ? ଏମିତି ଯଦି ଉପାସରେ ରହିବୁ ତ ଦେହ ଖରାପ ହେଇଯିବ। ନିଜ କଥା ନହେଲେ ନାହିଁ, ତ ଦୁଇ ଝିଅଙ୍କ କଥା ତ ଚିନ୍ତା କର। ତୋର କିଛି ହେଇଗଲେ ସେମାନଙ୍କର କଣ ହେବ କହିଲୁ? କାଉ ଭାଇ, କାଉ ଭଉଣୀ, ମୋ ସ୍ୱାମୀ ଚାଲିଯିବା ପରେ ତମେ ମାନେ ମୋ ନିଜର କେହି ନହେଲେ ବି ମୋର ଆଉ ମୋ ପିଲାମାନଙ୍କର ଅନେକ ଯତ୍ନ ନେଇଛ। ମୁଁ ତମ ମାନଙ୍କର ଏଇ ଉପକାର କେବେ ଭୁଲିବିନି। ଆରେ ରେନୁ, ଆମେ ତୋର ପଡୋଶୀ, ତୁ ବିପଦରେ ପଡିଛୁ, ଆମେ ତତେ ସାହାଯ୍ୟ କରିନଥାନ୍ତୁ କେମିତି? ମୁଁ ଖାଇବା ଆଣି ଦେଇଛି ରେନୁ, ତୁ କିଛି ଖାଇନି। ଆରେ ପିଲାମାନେ, ତମେ ମାନେ ମୋ ପାଖକୁ ଆସ, ମୁଁ ଆଜି ନିଜ ହାତରେ ତମ ମାନଙ୍କୁ ଖୁଆଇଦେବି। ଏମିତି କାଉ ମାନେ ଚଢ଼େଇକୁ ଅନେକ ସାହାଯ୍ୟ କରୁଥିଲେ। କିଛି ଦିନ ପରେ, ଆରେ ଚଢ଼େଇ, ଏ କାଗଜ ନେ, ଏଥିରେ ଦସ୍ତଖତ କରିଦେ। ଏସବୁ କାଗଜ କଣ କାଉ ଭାଇ? ମୁଁ ତ ପାଠ ପଢିନି, ତୁମେ ହିଁ ମତେ କହିଦିଅ। ଏ ସବୁ କାଗଜ ବ୍ୟାଙ୍କରୁ ଆସିଛି। ରାଜୁ ବ୍ୟାଙ୍କରେ କିଛି ଟଙ୍କା ରଖିଥିଲା, ତୁ ଏ କାଗଜରେ ଦସ୍ତଖତ କଲେ ସେ ଟଙ୍କା ପାଇବୁ। ଆଚ୍ଛା, ଏମିତି କଥା। ହଉ, ମତେ ସେ କାଗଜ ଦିଅ, ମୁଁ ଦସ୍ତଖତ କରିଦେବି। ଯେମିତି ଚଢ଼େଇ କାଗଜରେ ଦସ୍ତଖତ କଲା, ଦୁଇ କାଉ ହସିବାକୁ ଲାଗିଲେ। କଣ ହେଲା କାଉ ଭାଇ, କାଉ ଭଉଣୀ, ତମେ ମାନେ ଏମିତି ହସୁଛ କାହିଁକି? ମୁଁ ନ ହସି ଆଉ ରହିପାରୁନି। ବୋକା ଚଢ଼େଇ, ଆଜିଠୁ ତୋର ସବୁ ସମ୍ପତ୍ତି ଆମର ହେଇଗଲା। ଏଇ କାଗଜ ହେଉଛି ତ ଘରର, ଆଜିଠୁ ତ ଘର ଆମର ହେଇଗଲା। ତମେ ମାନେ କଣ କହୁଛ? ମୋ ସରଳତାର ସୁଯୋଗ ନେଇ ମୋର ଏତେ ବଡ କ୍ଷତି କଲ। ଭଗବାନ ତମ ମାନଙ୍କୁ କେବେ କ୍ଷମା କରିବେନି। ବାସ୍ ବାସ୍, ବହୁତ ହେଇଗଲା। ଏବେ ତୁ ତ ଦୁଇ ଝିଅଙ୍କୁ ନେଇ ଏଠାରୁ ଶୀଘ୍ର ପଳା, ନହେଲେ ତତେ ଧକ୍କା ଦେଇ ଆମେ ଏଠୁ ବାହାର କରିଦେବୁ। ନା, ଏମିତି କରନି, ମୁଁ ମୋ ଦୁଇ ଛୁଆଙ୍କୁ ନେଇ ଏବେ କୋଉଠିକି ଯିବି? ଚଢ଼େଇ ଯେତେ କାନ୍ଦିଲେ ବି କାଉ ମାନେ ତାର କିଛି କଥା ଶୁଣିଲେନି, ଆଉ ତାକୁ ଘରୁ ବାହାର କରିଦେଲେ। ମା ମା, ଏବେ ଆମେ କୋଉଠିକି ଯିବା? ଆକାଶ କେତେ ଅନ୍ଧାର କରିଛି, ଭାରି ଡର ଲାଗୁଛି ମା। ଭୟ କରନି ପିଲାମାନେ, ମୁଁ ତମ ମାନଙ୍କ ପାଖରେ ଅଛି। ବର୍ଷା ତ ଆରମ୍ଭ ହେଇଗଲା, ମୁଁ ଶୀଘ୍ର କିଛି କରେ, ନହେଲେ ବର୍ଷାରେ ଭିଜିଲେ ମୋ ପିଲାମାନଙ୍କର ଦେହ ଖରାପ ହେଇଯିବ। ଆରେ ପିଲାମାନେ, ତମେ ମାନେ କିଛି ସମୟ ଏଠି ଅପେକ୍ଷା କର, ମୁଁ ଆମ ରହିବାର ବ୍ୟବସ୍ଥା କରୁଛି। ଆରେ ଏଠି ତ ଅନେକ ପଲିଥିନ୍ ପଡିଛି,
ବୁଝିଗଲି, ମୁଁ ଏବେ କ'ଣ କରିବି? ଏମିତି କହି ମା ଚଢ଼େଇ କିଛି ପଲିଥିନ୍ ଆଣି ଗୋଟିଏ ଘର ତିଆରି କଲା। ବର୍ଷା ଛାଡ଼ିବା ଯାଏଁ ଚଢ଼େଇ ତାର 2 ଛୁଆଙ୍କ ସହ ସେ ଘରେ ରହିଲା। ପରଦିନ ସକାଳେ, ମା ଭାରି ଭୋକ ଲାଗିଲାଣି, କିଛି ଖାଇବାକୁ ଦିଅ ନା। ମାରେ, ଏବେ ତ ମୋ ପାଖରେ କିଛି ବି ଖାଇବା ନାହିଁ। ମୁଁ ଜଙ୍ଗଲ ଭିତରକୁ ଯାଇ ଦେଖେ, ସେଠି ଫଳ ଗଛ ପାଇଲେ ମୁଁ ତମମାନଙ୍କ ପାଇଁ କିଛି ଫଳ ଆଣିଦେବି। ମା, ଆମେ ବି ତୁମ ସାଙ୍ଗରେ ଯିବୁ। ତୁମେ ଆମ ପାଇଁ ଅନେକ କଷ୍ଟ କରୁଛ, ଆମେ ବି ତୁମକୁ କାମରେ ସାହାଯ୍ୟ କରିବାକୁ ଚାହୁଁଛୁ। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ଆରେ ଭଲ କି ଡଙ୍ଗା ଚଲାଅ। ତମ ଡଙ୍ଗା ଚଲା ଦେଖି ମତେ ନଦୀ ଭିତରକୁ ଯିବା ପାଇଁ ଡର ଲାଗୁଛି। ମୁଁ ଆଗରୁ କେବେ ଡଙ୍ଗା ଚଲେଇନି, ସେଥିପାଇଁ ଡଙ୍ଗାକୁ ଭଲ ଭାବରେ ଚଲେଇ ପାରୁନି। ଆରେ ଏଇ ତ ଆଗରେ ଗୋଟେ ଚଢ଼େଇ ଦେଖାଯାଉଛି, ମୁଁ ତାକୁ ଡାକେ। ସେ ଯଦି ଡଙ୍ଗା ଚଲେଇ ଜାଣିଥିବ, ଆମେ ତାକୁ ଆମ ଡଙ୍ଗା ଚଲେଇବା ପାଇଁ କହିବା। ଆରେ ଚଢ଼େଇ, ଟିକେ ଶୁଣିଲୁ? ହଁ ଚିଲ ଆଜ୍ଞା, ଆପଣ ମତେ ଡାକିଲେ? ହଁ, ତୁ ଡଙ୍ଗା ଚଲେଇ ଜାଣିଛୁ ଚଢ଼େଇ? ତୁ ଯଦି ଡଙ୍ଗା ଚଲେଇ ଆମକୁ ନଦୀ ଭିତରୁ ବୁଲେଇ ଆଣିବୁ, ଆମେ ତତେ 200 ଟଙ୍କା ଦେବୁ। ଆଚ୍ଛା ଠିକ ଅଛି ଚିଲ ଆଜ୍ଞା, ମୁଁ ଡଙ୍ଗା ଚଲେଇ ଜାଣିଛି। ମୁଁ ଏବେ ଆପଣଙ୍କୁ ନଦୀ ଭିତରୁ ବୁଲେଇ ଆଣୁଛି। ମା, କୁନି ମୁନି, ତମେ ମାନେ ଏଇ ନଦୀ କୂଳରେ ଖେଳୁଥାଅ, ମୁଁ ଡଙ୍ଗା ଚଲେଇ ଆସେ, ତାପରେ ଆମେ ଖାଇବା ଆଣିବାକୁ ଯିବା। ତାପରେ ମା ଚଢ଼େଇ ଚିଲ ମାନଙ୍କୁ ଡଙ୍ଗାରେ ବସେଇ ନଦୀ ଭିତରୁ ବୁଲେଇ ଆଣିଲା। ଏ ସବୁ ଦେଖି 2 ଚିଲ ଖୁବ୍ ଖୁସି ହେଇଗଲେ। ବାଃ ଚଢ଼େଇ, ତୁ ଖୁବ୍ ଭଲ ଡଙ୍ଗା ଚଲେଇ ଜାଣିଛୁ। ଆମେ ତ ଡଙ୍ଗା ଚଲା ଦେଖି ଖୁବ୍ ଖୁସି ହେଲୁ। ଏଇ ନେ ତ 200 ଟଙ୍କା। ଆଉ ଯଦି କେବେ ଆମେ ନଦୀ ଦେଖିବାକୁ ଆସିବୁ, ତୁ ଆମକୁ ଡଙ୍ଗାରେ ବସେଇ ନଦୀ ଭିତରୁ ବୁଲେଇ ଆଣିବୁ। ଠିକ ଅଛି ଚିଲ ଆଜ୍ଞା। ତାପରେ 2 ଚିଲ ସେଠାରୁ ଚାଲିଗଲେ। ଯିବା ସମୟରେ ଚିଲ ସ୍ତ୍ରୀ ପିନ୍ଧିଥିବା ହାର ଖସି ମାଟିରେ ପଡ଼ିଗଲା। ଆରେ ପିଲାମାନେ, ତମମାନଙ୍କୁ ଭୋକ ଲାଗିଥିବଣି, ଚାଲ ଏ ଟଙ୍କାରେ ଆମେ କିଛି ଖାଇବା କିଣି ଖାଇବା। ଏମିତି କଥା ହେଇ ସେମାନେ ଖାଇବା କିଣିବା ପାଇଁ ଆଗକୁ ଗଲେ। ରାସ୍ତାରେ ସେମାନେ ସୁନାହାର ପଡ଼ିଥିବାର ଦେଖିଲେ। ମା ଦେଖ, ସେଇଠି ଗୋଟେ ସୁନାହାର ପଡ଼ିଛି। ଏ ସୁନାହାରଟା ତ ମୁଁ ଚିଲ ଦିଦିଙ୍କ ବେକରେ ଦେଖିଥିଲି। ଏ ହାରଟା ନିଶ୍ଚୟ ଚିଲ ଦିଦିଙ୍କର ହେଇଥିବ। ମୁଁ ଆଗ ମୋ ପିଲାମାନଙ୍କୁ ଖାଇବା ଖୁଆଇ ସାରି ତାପରେ ଚିଲ ଦିଦିଙ୍କୁ ଏ ହାର ଫେରିଦେବି। ଏ କ'ଣ ଚଢ଼େଇ ଏତେ ବଡ଼ ଗୋଟେ ସୁନାହାର ଧରିଛି? ସେ ଏମିତି ସୁନାହାର କୋଉଠୁ ପାଇଲା? ମୁଁ ତା ପାଖକୁ ଯାଇ ଦେଖେ। ଆରେ ଚଢ଼େଇ, ଏତେ ବଡ଼ ଗୋଟେ ସୁନାହାର ତୁ କୋଉଠୁ ପାଇଲୁ? ମିଟୁ ଭାଇ, ଏ ହାର ଚିଲ ଦିଦିଙ୍କର। ସେ ଯିବା ସମୟରେ ଭୁଲରେ ତାଙ୍କ ବେକରୁ ପଡ଼ି ଯାଇଥିବ। ମୁଁ ଏବେ ଖାଇବା କିଣିବାକୁ ଯାଉଛି, ପଛରେ ମୁଁ ଚିଲ ଦିଦିଙ୍କୁ ତାଙ୍କ ହାର ଫେରେଇ ଦେବି। ଚଢ଼େଇ, ମୁଁ ଏବେ କାମରେ ଚିଲ ଦିଦିଙ୍କ ଘରକୁ ଯାଉଥିଲି। ତୁ ମତେ ସୁନାହାରଟା ଦେ, ମୁଁ ଚିଲ ଦିଦିଙ୍କୁ ଦେଇଦେବି। ଆଚ୍ଛା ଠିକ ଅଛି ମିଟୁ ଭାଇ, ଏଇ ନିଅ। ଏମିତିରେ ବି ଚିଲ ଦିଦିଙ୍କ ପାଖକୁ ଯାଉ ଯାଉ ମୋର ଡେରି ହେଇପାରେ। ସେ ନିଜ ହାର ପାଇଁ ବ୍ୟସ୍ତ ହେଉଥିବେ। ଭଲ ହେବ ତୁମେ ତାଙ୍କୁ ଏ ହାର ଶୀଘ୍ର ଦେଇଦିଅ। କିନ୍ତୁ ମା, ମିଟୁ ଅଙ୍କଙ୍କ ଉପରେ ଏତେ ବିଶ୍ୱାସ କରିବାଟା କ'ଣ ଠିକ ହେବ? କାଉମାନଙ୍କ ଉପରେ ବିଶ୍ୱାସ କରି ଦେଖିଲ ତ ସେମାନେ ଆମକୁ କେମିତି କଷ୍ଟ ଦେଲେ। ତୁମେ ମିଟୁ ଅଙ୍କଙ୍କୁ ଏ ହାର ଦିଅନି ମା। ତୁ ଏ କ'ଣ କହୁଛୁ କୁନି? ହାର ନେଇ ମୁଁ କୋଉଠିକି ଯିବି? ତୋର ଯଦି ମୋ ଉପରେ ବିଶ୍ୱାସ ହେଉନି, ତୁ ବି ମୋ ସାଙ୍ଗରେ ଆସେ। ମିଟୁ ଭାଇ, ମୋ ଝିଅର କଥାକୁ ଧରନି, ସେ ଏବେ ବହୁତ ସାନ। କହୁ କହୁ ଏମିତି କହିଦେଲା। ହଉ ତୁମେ ଏବେ ଯାଅ। ମା କୁନି, ବଡ଼ମାନଙ୍କ ସାମ୍ନାରେ ଏମିତି କୁହନ୍ତିନି। ମୁଁ ଜାଣେ କାଉମାନେ ଆମ ସହ କିଛି ବି ଠିକ କରିନାହାନ୍ତି, କିନ୍ତୁ ସେମାନେ ଖରାପ ବୋଲି କ'ଣ ସମସ୍ତେ ଖରାପ ହେବେ? ତୁ ଚିନ୍ତା କରନି, ସେମିତି କିଛି ବି ହବନି। ସେପଟେ ମିଟୁ ସୁନାହାର ଧରି ଶୀଘ୍ର ତା ଘରେ ପହଞ୍ଚିଲା। ଆରେ ଶୁଣ, ଶୀଘ୍ର ଶୀଘ୍ର କିଛି ଜରୁରୀ ଜିନିଷ ଧର। ଆମେ ଆଜି ହିଁ ଜଙ୍ଗଲ ଛାଡ଼ି ପାଖ ଜଙ୍ଗଲକୁ ଚାଲିଯିବା। ଆରେ କ'ଣ ହେଲା? ତୁମେ ଏମିତି କାହିଁକି କହୁଛ? ମିଟୁ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। ଓ ଏମିତି କଥା। ହଉ, ମୁଁ ଶୀଘ୍ର ଶୀଘ୍ର କିଛି ଜରୁରୀ ଜିନିଷ ଧରୁଛି। ଶୁଣ, ଆମେ ଏଇ ଜଙ୍ଗଲ ଛାଡ଼ି ଯିବା ପୂର୍ବରୁ ଚଢ଼େଇକୁ ଫସେଇକି ଯିବା, ନହେଲେ ସେ ଚିଲମାନଙ୍କୁ ଆମ କଥା କହିଦେବ। ସେମିତି ହେଲେ ତ ଚିଲମାନେ ଆମକୁ ଖୋଜି ଖୋଜି ପାଖ ଜଙ୍ଗଲରେ ବି ପହଞ୍ଚିଯିବେ।
ଆରେ ଶୁଣୁଛ, ମୁଁ ମୋ ସୁନାହାର କୋଉଠି ବି ପାଉନି। ଘର ସାରା ଖୋଜି ସାରିଲିଣି, ହେଲେ କୋଉଠି ବି ନାହିଁ। ତୋ ସୁନାହାର ନିଶ୍ଚୟ କୋଉଠି ପଡି ଯାଇଥିବ। ତୁ ଚିନ୍ତା କରନି, ମୁଁ ଏବେ ଜଣକୁ ପଠେଇ ରାସ୍ତା ସାରା ଖୋଜା କରୁଛି। ଚିଲ ଆଜ୍ଞା, ଆପଣ ଘରେ ଅଛନ୍ତି? ଶୀଘ୍ର ବାହାରକୁ ଆସନ୍ତୁ, ମୁଁ ଏକ ଜରୁରୀ କଥା ନେଇ ଆସିଛି। କଣ ଜରୁରୀ କଥା କହିବୁ କହ? ଚିଲ ଦିଦି, ଆପଣ ନିଶ୍ଚୟ ନିଜ ସୁନାହାର ଖୋଜୁଛନ୍ତି? ହଁ ହଁ, ମୁଁ ମୋ ସୁନାହାର ଖୋଜୁଛି। ତୁ କଣ ମୋ ସୁନାହାର ଦେଖିଛୁ? ହଁ ଚିଲ ଦିଦି, ତୁମ ସୁନାହାର ଚଢ଼େଇ ପାଖରେ ଅଛି। ସେ ତୁମ ହାର ପାଇଥିଲେ ବି ତୁମକୁ ନ ଫେରି ସୁନା ଦୋକାନକୁ ଯାଉଥିଲେ ବିକ୍ରି କରିବା ପାଇଁ। ମୁଁ ଆଉ ମୋ ସ୍ୱାମୀ ପାଖ ଜଙ୍ଗଲକୁ ଯାଉଛୁ ଗୋଟେ କାମରେ, ସେଥିପାଇଁ ତାକୁ ଧରି ପାରିଲୁନି। ଆପଣ ଶୀଘ୍ର ଚଢ଼େଇକୁ ଧରି ତା ପାଖରୁ ସୁନାହାର ଆଣନ୍ତୁ। କଣ ହେଲା? ସେ ଚଢ଼େଇର ଏତେ ସାହସ? ସେ ମୋ ସ୍ତ୍ରୀର ସୁନାହାର ପାଇକି ବି ଫେରେଇବାକୁ ଚାହୁଁନି। ଆମେ ଏବେ ସେ ଚଢ଼େଇ ଘରକୁ ଯିବୁ, ଆଉ ତାକୁ ଉଚିତ ଶିକ୍ଷା ଦେବୁ। ଚଢ଼େଇ, ତୋର ଏତେ ସାହସ? ତୁ ମୋ ସୁନାହାର ପାଇ ମତେ ନ ଫେରେଇ ବିକିବାକୁ ଯାଉଥିଲୁ? ଚିଲ ଦିଦି, ମୁଁ ତ ତୁମ ହାର ମିଟୁକୁ ଦେଇଥିଲି, ସେ କଣ ତୁମକୁ ହାର ଦେଇନି? ଏବେ ଯେତେବେଳେ ତୁ ଧରା ପଡ଼ିଗଲୁ ମିଟୁ ନାରୀ ମିଛ କହୁଛୁ, ଆମେ ତୋର କିଛି କଥାକୁ ବିଶ୍ୱାସ କରିବୁନି। ଯେପର୍ଯ୍ୟନ୍ତ ତୁ ଆମକୁ ସତ କଥା ନ କହିବୁ, ତୁ ଆମ ପାଖରେ ବନ୍ଦୀ ହେଇ ରହିବୁ। ଏମିତି କହି ଚିଲମାନେ ଚଢ଼େଇକୁ ପିଞ୍ଜରାରେ ବନ୍ଦୀ କରି ନିଜ ଘରକୁ ନେଇ ଆସିଲେ। ଦୁଇ ଛୁଆ ବି ତାଙ୍କ ପଛେ ପଛେ ଯାଉଥିଲେ। ମୋ ମା ମିଛ କହୁନାହାନ୍ତି, ଆମକୁ ବିଶ୍ୱାସ କରନ୍ତୁ। ମା ସେ ହାର ରାସ୍ତାରେ ପାଇଲା ପରେ ମିଟୁ ଅଙ୍କଲଙ୍କୁ ଦେଇଥିଲେ। ମାରି, ତମେ ଦୁଇ ଜଣ ମୋ ପଛେ ପଛେ କାହିଁକି ଆସିଲ? ଏଠାରୁ ଚାଲିଯାଅ। ତ କଥା ମାନି ମୁଁ ଯଦି ସେଦିନ ମିଟୁକୁ ସୁନାହାର ଦେଇନଥାନ୍ତି, ଆଜି ଏପରି କଷ୍ଟ ପାଇନଥାନ୍ତି। ଏବେ ମୁଁ ବୁଝିଗଲି, କାହାକୁ ବି ଏତେ ବିଶ୍ୱାସ କରିବା ଠିକ ନୁହଁ। ମା, ଚିନ୍ତା କରନି, ତୁମକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ମୋ ପାଖରେ ଗୋଟେ ଉପାୟ ଅଛି। ମତେ ଗୋଟେ ସୁଯୋଗ ଦିଅନ୍ତୁ ଚିଲ ଅଙ୍କଲ। ହଁ ଚିଲ ଆଜ୍ଞା, ମୁଁ ଚଢ଼େଇ ବିଷୟରେ ଭଲ ଭାବରେ ଜାଣିଛି। ସେ ଏମିତି କାମ କେବେ ବି କରିନଥିବ। ତା ସ୍ୱାମୀ ମଲା ପରେ ଦୁଷ୍ଟ କାଉମାନେ ଛଳନା କରି ଚଢ଼େଇଠୁ ତା ଘର ଛଡ଼େଇ ନେଲେ। ଚଢ଼େଇ ଗରିବ ହେଇପାରେ, କିନ୍ତୁ ସେ କେବେ ବି ଏମିତି ଚୋରି କରିପାରିବନି। ଆଚ୍ଛା ଠିକ ଅଛି ପାରା, ତୁ ଯଦି ଏତେ କହୁଛୁ, ମୁଁ କୁନିକୁ ଗୋଟେ ସୁଯୋଗ ଦେଉଛି। ପାରା ଆଣ୍ଟି, ତୁମେ ମୋ ସାଙ୍ଗରେ ପାଖ ଜଙ୍ଗଲକୁ ଚାଲ। ମିଟୁ ମାନେ ନିଶ୍ଚୟ ପାଖ ଜଙ୍ଗଲକୁ ଯାଇ ସୁନାହାର ବିକ୍ରି କରିବେ। ଆଚ୍ଛା ଠିକ ଅଛି, ଚାଲ ଯିବା। ଏମିତି କଥା ହେଇ ସେମାନେ ପାଖ ଜଙ୍ଗଲକୁ ଗଲେ। ଅଙ୍କଲ, କଣ ଆପଣଙ୍କ ଜଙ୍ଗଲକୁ କେହି ନୂଆ ପକ୍ଷୀ ଆସିଛନ୍ତି? ହଁ, ଦୁଇଟି ମିଟୁ ଆସିଛନ୍ତି। ମୁଁ ଆଜି ହିଁ ତାଙ୍କୁ ଦେଖିଲି। ଆସୁ ଆସୁ ହିଁ ସେମାନେ ସୁନା ଦୋକାନକୁ ଯାଇଛନ୍ତି। ପାରା ଆଣ୍ଟି, ଚାଲ ଆମେ ଏବେ ସେ ସୁନା ଦୋକାନକୁ ଯିବା। ମିଟୁ ଅଙ୍କଲ, ଆପଣ ଯଦି ସୁନାହାର ବିକ୍ରି କରିବେ, ଅଳ୍ପ କିଛି ଟଙ୍କା ପାଇବେ। ଏ ହାରଟି ଚିଲ ଆଣ୍ଟିଙ୍କର ପ୍ରିୟ ହାର, ସେଥିପାଇଁ ସେ ଘୋଷଣା କରିଛନ୍ତି, ଯିଏ ବି ଏ ହାର ତାଙ୍କୁ ଦେବ, ସେ ତାଙ୍କର ଅଧା ସମ୍ପତ୍ତି ତାକୁ ଦେଇଦେବେ। ପାରା, କୁନି ଯାହା କହିଲ ତା କଣ ସତ? ହଁ ମିଟୁ, ଏ ସବୁ କଥା ସତ। ମୁଁ ବି ଏ ଘୋଷଣା ଶୁଣି ହାର ଖୋଜିବାକୁ ଚାଲି ଆସିଛି। ଆରେ ଶୁଣ, ଆମ ଭାଗ୍ୟ ଖୋଲିଗଲା। ଚାଲ ଆମେ ଏବେ ହିଁ ଚିଲମାନଙ୍କ ଘରକୁ ଯିବା। ମିଟୁ ମାନେ ଲୋଭରେ ପଡ଼ି ନିଜ ଜଙ୍ଗଲକୁ ଫେରି ଆସିଲେ। ଚିଲ ଆଣ୍ଟି, ଏଇ ଦେଖନ୍ତୁ, ମିଟୁ ମାନେ ଆପଣଙ୍କ ସୁନାହାର ନେଇ ଏଠାରୁ ଚାଲି ଯାଇଥିଲେ। ଆରେ ସତ କଥା ତ, ତମେ ମାନେ ମୋ ହାର ନେଇ ଚଢ଼େଇ ନାଁରେ ମିଛ କହି ଏଠାରୁ ପଳେଇ ଯାଇଥିଲ। ଏବେ ତମ ମାନଙ୍କୁ ଉଚିତ ଶିକ୍ଷା ମିଳିବ। କୁନି, ତୁ ଆମକୁ ମିଛ କହି ଏଠାକୁ ଡାକି ଆଣିଲୁ। ଆମକୁ କ୍ଷମା କରିଦିଅନ୍ତୁ ଚିଲ ଆଜ୍ଞା, ଆମେ ଏଭଳି ଭୁଲ ଆଉ କେବେ କରିବୁନି। ନା ଚିଲ ଦିଦି, ଏମାନଙ୍କୁ କ୍ଷମା କରନ୍ତୁନି, ଏମାନଙ୍କୁ ଉଚିତ ଶାସ୍ତି ଦିଅନ୍ତୁ। ତମେ ଦୁଇ ମିଟୁ ବହୁତ ଖରାପ। ତମ ମାନଙ୍କ ପାଇଁ ମୁଁ ଆଉ ଦିନେ ବି କାହା ଉପରେ ବିଶ୍ୱାସ କରିପାରିବିନି। ହଁ ଠିକ କଥା, ତମ ମାନଙ୍କର କ୍ଷମା ନାହିଁ। ତମ ମାନଙ୍କ ପାଇଁ ଆମେ ନିର୍ଦ୍ଦୋଷ ଚଢ଼େଇକୁ ଅନେକ କଷ୍ଟ ଦେଇଛୁ। ଏମିତି କହି ଚିଲମାନେ ଚଢ଼େଇକୁ ପିଞ୍ଜରାରୁ ବାହାର କରି ମିଟୁ ମାନଙ୍କୁ ସେ ପିଞ୍ଜରାରେ ବନ୍ଦୀ କରି ରଖିଲେ। ଚଢ଼େଇ, ତୁ ଆମକୁ କ୍ଷମା କରିଦେ। ତତେ ଭୁଲ ବୁଝି ଆମେ ତତେ ଅନେକ କଷ୍ଟ ଦେଇଛୁ।
ଆମେ ତତେ କ୍ଷତିପୂରଣ ଦେବୁ। ସେ ଦୁଷ୍ଟ କାଉ ମାନଙ୍କୁ ଶାସ୍ତି ଦେଇ ତତେ ତ ଘର ଫେରେଇ ଦେବୁ। ମା ଚଢ଼େଇ ଦୁଇ ଚିଲଙ୍କୁ କ୍ଷମା କରିଦେଲା। ଚିଲମାନେ ଦୁଷ୍ଟ କାଉ ମାନଙ୍କୁ ଜଙ୍ଗଲରୁ ବାହାର କରିଦେଲେ। ଚଢ଼େଇ ତା ଘର ଫେରି ପାଇଲା। ଏମିତି ସେ ତା ଦୁଇ ଝିଅଙ୍କୁ ନେଇ ଖୁସିରେ ରହିଲା। ଆରେ ଆମେ ଖେଳିବାକୁ ଆସୁ ଆସୁ ହିଁ ବର୍ଷା ଆରମ୍ଭ ହେଇଗଲା। ଚାଲ ସମସ୍ତେ ଘରକୁ ଯିବା। ବର୍ଷାରେ ବେଶୀ ସମୟ ଭିଜିଲେ ମା ମତେ ଗାଳି କରିବେ। ହଁ, ମୋ ମା ବି ଜାଣିଲେ ମତେ ରାଗିବେ। ଚାଲ ସମସ୍ତେ ନିଜ ନିଜ ଘରକୁ ଯିବା। ଏମିତି କଥା ହେଇ ସମସ୍ତେ ନିଜ ନିଜ ଘରକୁ ଯିବା ପାଇଁ ବାହାରିଲେ। କାଉ ଛୁଆ ଆଉ ଚଢ଼େଇ ଛୁଆର ଘର ପାଖାପାଖି ହେଇଥିବାରୁ ସେମାନେ ସାଙ୍ଗ ହେଇ ଗୋଟିଏ ରାସ୍ତାରେ ଗଲେ। ଆଉ ମିଟୁ ଛୁଆର ଘର ଦୂର ହେଇଥିବାରୁ ସେ ଆଉ ଗୋଟିଏ ରାସ୍ତାରେ ଗଲା। ବର୍ଷା ବହୁତ ଜୋରେ ପଡୁଛି। ମୁଁ ଏବେ ଘରକୁ ଗଲେ ପୁରାପୁରି ଭିଜି ଯିବି। ତାଠୁ ଭଲ ହେବ ମୁଁ ଗୋଟେ ଜାଗାରେ ଆଶ୍ରୟ ନେଇଥାଏ। ବର୍ଷା ଛାଡ଼ିଗଲେ ଘରକୁ ଯିବି। ଆରେ କୁନି, ଦେଖୁଛୁ ନା କେତେ ଜୋରେ ବର୍ଷା ପଡୁଛି। ଚାଲ ଆମେ ସେ ଗଛ ତଳକୁ ଯିବା। ବର୍ଷା ଟିକେ କମିଯାଉ ତାପରେ ଘରକୁ ଯିବା। ଆଚ୍ଛା ଠିକ ଅଛି, ଚାଲ ଯିବା। ଆରେ ନଦୀ ଉପରେ ଗୋଲାପ ଘର। ଆଗରୁ ତ ମୁଁ ଏ ଘରକୁ ଏଠି ଦେଖିନଥିଲି। ମୁଁ ଥରେ ଘର ଭିତରକୁ ଯାଇ ଦେଖେ ଏ ଘରେ କିଏ ରହୁଛି। ଏମିତି ଚିନ୍ତା କରି ମିଟୁ ଛୁଆ ସେ ଗୋଲାପ ଘର ଭିତରକୁ ଗଲା। ତାକୁ ଦୂରରୁ କାଉ ଛୁଆ ଆଉ ଚଢ଼େଇ ଛୁଆ ଦେଖୁଥିଲେ। ଆରେ ବାଃ, ନଦୀ ଉପରେ କେତେ ସୁନ୍ଦର ଗୋଟେ ଗୋଲାପ ଘର। କୁନି ଦେଖିଲୁ ଆମ ସାଙ୍ଗ କେମିତି ସେ ଗୋଲାପ ଘର ଭିତରକୁ ଗଲା। ଚାଲ ନା ଆମେ ବି ଥରେ ସେ ଗୋଲାପ ଘର ଭିତରକୁ ଯାଇ ଦେଖିବା ସେଠି କ'ଣ ଅଛି। ଆରେ ନା ନା ଚିକି, ଆମେ ସେ ଘର ଭିତରକୁ ଯିବାନି। ଯଦି ଆମର କିଛି ବିପଦ ହେବ। ଆରେ ତୁ ଭୟ କରନି, କିଛି ହେବନି, ଚାଲ ଯିବା। ତାପରେ ସେମାନେ ଗୋଲାପ ଘର ପାଖକୁ ଗଲେ। ଝରକା ପଟୁ ସେମାନେ ଦେଖିଲେ ଗୋଟେ ଦୁଷ୍ଟ ଯାଦୁଗର ତାଙ୍କ ସାଙ୍ଗକୁ ବନ୍ଦୀ କରି ରଖିଛି। କିଏ ତୁମେ? ମତେ ଏମିତି ବନ୍ଦୀ କରି କାହିଁକି ରଖିଛ? ମତେ ଛାଡ଼ି ଦିଅ। ନା, ମୁଁ ତତେ ଛାଡ଼ି ପାରିବିନି। ତତେ ଛାଡ଼ିଦେଲେ ମୋର ଅନେକ ବଡ଼ କ୍ଷତି ହେଇଯିବ। ଚିକି, ଚାଲ ଏଠୁ ପଳେଇବା। ନହେଲେ ଯାଦୁଗର ଆମକୁ ଦେଖିନେବ। ସେ ଯଦି ଆମକୁ ଦେଖିନିଏ ଆମ ସାଙ୍ଗ ପରି ଆମକୁ ବି ବନ୍ଦୀ କରି ରଖିବ। ଦୁଇ ଛୁଆ ଭୟରେ ସେଠାରୁ ଚାଲି ଆସିଲେ। କିଛି ଦୂର ଗଲା ପରେ ବର୍ଷା ଛାଡ଼ିଗଲା। ସେପଟେ ଯା ହଉ ବର୍ଷା ଛାଡ଼ିଗଲା। ବୁଢ଼ୀ ମା, ମୁଁ ଏଇଠି ଖାଇବା ଆଉ ଔଷଧ ରଖିଦେଇଛି। ତୁମକୁ ଭଲ ଲାଗିଲେ ଉଠି ଖାଇନେବ। ଆରେ ଝିଅ, ତୁ ମୋ ନିଜର କେହି ନହେଲେ ବି ମୋର ଅନେକ ସେବା କରିଛୁ। ମୁଁ ତୋ ଉପରେ ବହୁତ ଖୁସିରେ ମା। ଏ ଦୁନିଆ ଛାଡ଼ି ଯିବା ପୂର୍ବରୁ ମୁଁ ତତେ ଗୁପ୍ତଧନ ବିଷୟରେ କିଛି କହିବାକୁ ଚାହୁଁଛି। ଗୁପ୍ତଧନ? ତୁମେ କ'ଣ ଗୁପ୍ତଧନ ବିଷୟରେ କିଛି ଜାଣିଛ ବୁଢ଼ୀ ମା? ହଁ, ମୁଁ ଜାଣିଛି। ଆମ ଜଙ୍ଗଲର ଉତ୍ତର ଦିଗରେ ତୁ ଗଲେ ଗୋଟେ ବୁଢ଼ା ବରଗଛ ପାଇବୁ। ସେଇ ବରଗଛ ପାଖରେ ଗୋଟେ ଛୋଟ ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ଗଲେ ତୁ ଗୋଟେ ନଦୀ ପାଇବୁ। ନଦୀ ପାର ହେଲେ ଗୋଟେ ସୁନାର ରାଜପ୍ରସାଦ ଅଛି। ସେଇ ରାଜପ୍ରସାଦରେ ଅନେକ ଅନେକ ସୁନା ଗହଣା ମୋତି ମାଣିକ ଅଛି। ଏ କ'ଣ କହୁଛ ବୁଢ଼ୀ ମା? ଆମ ଜଙ୍ଗଲରେ ଏମିତି ଗୋଟେ ଗୁମ୍ଫା ଅଛି, ହେଲେ ତା ବିଷୟରେ ଆମେ କେହି ଜାଣିନୁ। ହେଲେ ମାରେ ସାବଧାନ, ସେ ସୁନା ହୀରା ଅଭିଶପ୍ତ। ତୋର ଯେତେବେଳେ ଦରକାର ହେବ ସେବେ ହିଁ ସେ ରାଜପ୍ରାସାଦରୁ ତୁ ସୁନା ହୀରା ଆଣିବୁ। ଅତ୍ୟଧିକ ଲୋଭ କରିବୁନି, ନହେଲେ ତୋର ଅନର୍ଥ ହେବ। ବୁଝିଗଲି ବୁଢ଼ୀ ମା, ମୁଁ କେବେ ବି ଲୋଭ କରିବିନି। ହଉ ବୁଢ଼ୀ ମା, ମୁଁ ଏବେ ମୋ ଘରକୁ ଯାଏ। ଘରେ ମୋ ଝିଅ ମତେ ଅପେକ୍ଷା କରିଥିବ। ଏମିତି କହି ଚଢ଼େଇ ଘରକୁ ଫେରୁଥିଲା। ରାସ୍ତାରେ କୁନି ଆଉ ଚିକି ସହ ତାର ଦେଖା ହେଲା। ଆରେ ତମେ ମାନେ ଘରକୁ ନ ଯାଇ ଏଠି କ'ଣ କରୁଛ? କୁନି ତାର ମାକୁ ସବୁ ଘଟଣା କହିଲା। ତମେ ମାନେ କ'ଣ କହୁଛ? ମିଟୁ ଛୁଆ ବିପଦରେ ପଡ଼ିଛି। ଚାଲ ଆମେ ଏବେ ହିଁ ସେ ଗୋଲାପ ଘରକୁ ଯିବା। ଶୁଣ ପିଲାମାନେ, ତମେ ମାନେ ଏଇଠି ଥାଅ, ମୋ ସାଙ୍ଗରେ ଆସନି। ଯାଦୁଗର ତମ ମାନଙ୍କର କ୍ଷତି କରିପାରେ। ମୁଁ ଏକା ହିଁ ତା ପାଖକୁ ଯିବି। ଏମିତି କହି ମା ଚଢ଼େଇ ଶୀଘ୍ର ସେ ଗୋଲାପ ଘର ଭିତରକୁ ଗଲା। ଚଢ଼େଇକୁ ଦେଖି ତ ଯାଦୁଗର ଅନେକ ରାଗିଗଲା। କିଏ ତୁ? ତୋର ସାହସ ତ କମ୍ ନାହିଁ।
ମତେ ନ କହି ମୋ ଗୋଲାପ ଘର ଭିତରକୁ ଆସିଲୁ। ମୁଁ ତତେ ଛାଡ଼ିବିନି। ଦେଖେ ଏବେ ମୁଁ ତୋର କ'ଣ କରୁଛି। ଶାନ୍ତ ହୁଅ ଯାଦୁଗର, ମତେ ମାରିବା ପୂର୍ବରୁ ମୋ କଥା ଆଗ ଶୁଣ। ତୁମେ ଯଦି ଏ ମିଟୁ ଛୁଆକୁ ଛାଡ଼ିଦେବ, ମୁଁ ତୁମକୁ ଗୁପ୍ତଧନର ଠିକଣା ଦେଇପାରିବି। ଥରେ ଯଦି ତୁମେ ସେ ଗୁପ୍ତଧନ ପାଇଯିବ ନା, ତୁମେ ଏଇ ଜଙ୍ଗଲରେ କ'ଣ ସାରା ପୃଥିବୀରେ ତୁମେ ଧନୀ ହେଇଯିବ। ତୁ ସତ କହୁଛୁ? ତୁ ମତେ ଗୁପ୍ତଧନର ଠିକଣା ଦେଇପାରିବୁ? ତାହେଲେ ଏବେ ହିଁ କହ। ନା ନା, ମୁଁ ଏମିତି କହିବିନି। ତୁମେ ଆଗ ଏ ମିଟୁ ଛୁଆକୁ ଛାଡ଼ିଦିଅ, ତାପରେ ମୁଁ ତୁମକୁ ସେ ଗୁପ୍ତଧନର ଠିକଣା କହିଦେବି। ଆଚ୍ଛା ଠିକ ଅଛି, ମୁଁ ମିଟୁ ଛୁଆକୁ ଛାଡ଼ିଦେବି। ହେଲେ ମୋ ସହ କିଛି ଚାଲାକି କରିବୁନି, ନହେଲେ ମୁଁ ତତେ ଏଇଠି ମାରିଦେବି। ନା ନା ଯାଦୁଗର, ମତେ ବିଶ୍ୱାସ କର, ମୁଁ ମିଛ କହୁନି। ତୁମେ ଏ ମିଟୁ ଛୁଆକୁ ଛାଡ଼ିଦେଲେ ମୁଁ ତୁମକୁ ଗୁପ୍ତଧନର ଠିକଣା ଦେବି। ଏମିତି ଶୁଣି ଖୁସି ହେଇ ଯାଦୁଗର ମିଟୁ ଛୁଆକୁ ଛାଡ଼ିଦେଲା। ମିଟୁ ଛୁଆ ସେଠାରୁ ଉଡ଼ି ତା ସାଙ୍ଗମାନଙ୍କ ପାଖକୁ ଚାଲିଗଲା। ଏବେ ମତେ ସେ ଗୁପ୍ତଧନର ଠିକଣା କହ। କହୁଛି, ଆମ ଜଙ୍ଗଲର ଉତ୍ତର ଦିଗରେ ଗଲେ ଗୋଟେ ବୁଢ଼ା ବରଗଛ ପଡ଼ିବ। ସେ ବୁଢ଼ା ବରଗଛ ପାଖରେ ଗୋଟେ ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ଏକ ନଦୀ ଅଛି। ନଦୀ ପାର ହେଲେ ଗୋଟେ ସୁନାର ରାଜପ୍ରସାଦ ଥିବ। ସେଇଠି ହିଁ ସବୁ ଗୁପ୍ତଧନ ଅଛି। ଚଢ଼େଇର କଥା ସରୁ ସରୁ ହିଁ ଗୁପ୍ତଧନ ଲୋଭରେ ଯାଦୁଗର ତୁରନ୍ତ ସେଠାକୁ ଗଲା। ତାର ପଛେ ପଛେ ମା ଚଢ଼େଇ ଆଉ ଛୁଆମାନେ ବି ଗଲେ। ମା, ଇଏ କେମିତିକା ଜାଗା? ମତେ ଭାରି ଡର ଲାଗୁଛି। ଭୟ କରନି, କିଛି ହେବନି। ମୁଁ ତମମାନଙ୍କ ସାଙ୍ଗରେ ଅଛି। ମୋ ପଛେ ପଛେ ଆସ। ଆରେ ବା, ଏଠି ତ ଅନେକ ସୁନା, ହୀରା, ମୋତି ମାଣିକ ଅଛି। ଏବେ ମୁଁ ବହୁତ ଧନୀ ହେଇଯିବି। ମତେ କେହି ଅଟକେଇ ପାରିବେନି। ଆଜି ମୋ ସ୍ୱପ୍ନ ପୁରା ହେଲା। ମୁଁ ଅନେକ ଖୁସି। ଏବେ ଯାଏ ମୁଁ ଏସବୁ ସୁନା ହୀରା ନେଇ ଏଠାରୁ ଚାଲିଯାଏ। ଯାଦୁଗର ସେ ସବୁ ସୁନା ହୀରା ଧରି ସେଠାରୁ ଆସିବା ସମୟରେ ତା ଦେହରେ ନିଆଁ ଲାଗିଗଲା। ଯାଦୁଗର ଚିତ୍କାର କରି କରି ସେ ନିଆଁରେ ଜଳି ପାଉଁଶ ହେଇଗଲା। ରାଜପ୍ରସାଦ ବାହାରେ ଥାଇ ଚଢ଼େଇ କହିଲା, ଏଥିପାଇଁ କୁହାଯାଏ ଲୋଭରୁ ପାପ, ଆଉ ପାପରୁ ମୃତ୍ୟୁ। ହେଲେ ମା, ତୁମେ ଏଇ ଗୁପ୍ତଧନ ବିଷୟରେ କେମିତି ଜାଣିଥିଲ? ମତେ ଏସବୁ ବୁଢ଼ୀମା କହିଥିଲେ। ବେଶୀ ଲୋଭ କରି ସୁନା ହୀରା ଏଇ ପ୍ରାସାଦରୁ ଯିଏ ନେବାକୁ ଆସେ ତାର ମୃତ୍ୟୁ ହୁଏ। ଆଜି ଏ ଗୁପ୍ତଧନ ପାଇଁ ହିଁ ଆମ ଜୀବନ ବଞ୍ଚିଗଲା। ଆଚ୍ଛା ପିଲାମାନେ, ଏବେ କହିଲ, ବିପଦ ସମୟରେ ଶକ୍ତି ନଥିଲେ ଆମେ କେମିତି ରକ୍ଷା ପାଇପାରିବା? ବୁଦ୍ଧି ଦେଇ ଆମେ ସବୁ ବିପଦରୁ ରକ୍ଷା ପାଇପାରିବା। ଏକଦମ ଠିକ କଥା। ଚାଲ ଏବେ ଘରକୁ ଯିବା। ଶୀତ ଦିନ ହେବାରୁ ରାତିରେ ଅଧିକ ଥଣ୍ଡା ପଡୁଥିଲା। ଜଙ୍ଗଲର ସବୁ ଚଢ଼େଇ ଶୋଇ ପଡ଼ିଥିଲେ। ଅଧରାତିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେଇଗଲା। ସେଇ ଜଙ୍ଗଲରେ 3 ଅନାଥ ଭଉଣୀ ଏକ ଛୋଟ ଭଙ୍ଗା ଘରେ ରହୁଥିଲେ। ଜୋରେ ବର୍ଷା ପବନ ବହିବା ଯୋଗୁଁ ତାଙ୍କ ଘର ଭାଙ୍ଗିଗଲା। 3 ଭଉଣୀ ବର୍ଷାରେ ଭିଜି ଭିଜି ଅନେକ କଷ୍ଟ ପାଇଲେ। ଦିଦି, ଭାରି ଥଣ୍ଡା ଲାଗୁଛି। କିଛି କରନା ଦିଦି, ଏ ବର୍ଷାରେ ଭିଜିବାକୁ ଜମା ବି ଭଲ ଲାଗୁନି। ତମେ ମାନେ ଟିକେ ଧୈର୍ଯ୍ୟ ଧର। ଆଗରେ ତ ଏକ ଗଛ ଅଛି। ଚାଲ ସେ ଗଛ ମୂଳକୁ ଯିବା। ବର୍ଷା ଛାଡ଼ିବା ଯାଏ ସେଠି ଅପେକ୍ଷା କରିବା। ବର୍ଷା ନ କମିଲା ଯାଏ ଆମେ ନୂଆ ଘର ତିଆରି କରି ପାରିବାନି। ତାପରେ 3 ଭଉଣୀ ଏକ ଗଛ ତଳେ ଆଶ୍ରୟ ନେଲେ। ଯେମିତି ସେମିତି ସେ ରାତି କଟିଗଲା। ପରଦିନ ସକାଳେ ବର୍ଷା କମିଗଲା। ତମେ 2 ଜଣ କିଛି ଖାଇବା ଖୋଜି ଆଣ। ମୁଁ ଯାଉଛି ଘର ତିଆରିବା ପାଇଁ କାଠ ଆଣିବି। ଆଉ ଥରେ ବର୍ଷା ହେବା ଆଗରୁ ଆମକୁ ଏକ ନୂଆ ଘର ତିଆରି କରିବାକୁ ପଡ଼ିବ। ଏମିତି କଥା ହେଇ ସେ ବଡ଼ ଭଉଣୀ କାଠ ଖୋଜିବାକୁ ଚାଲିଗଲା। ସେ ଅନେକ ସମୟ ଖୋଜିଲା ପରେ ବି ଭଲ କାଠ ପାଇଲାନି। ଭଲ କାଠ ଖୋଜିବା ପାଇଁ ସେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ଆଉ କିଛି ଭଲ କାଠ ବି ପାଇଗଲା। ସେ କାଠ ନେଇ ଘରକୁ ଫେରିବା ସମୟରେ ହଠାତ୍ ଏକ ରାକ୍ଷସ ଚିଲ ତା ସାମ୍ନାକୁ ଚାଲି ଆସିଲା। ଆରେ ବାଃ, ଏତେ ଦିନ ପରେ ଏଠାକୁ ଗୋଟେ ଚଢ଼େଇ ଆସିଛି। ଆଜି ମୁଁ ତତେ ଖାଇବି। ଅନେକ ଦିନରୁ ମୁଁ ଚଢ଼େଇ ମାଂସ ଖାଇନି। ତୋ ଭଳି ଗୋଟେ ମୋଟା ଚଢ଼େଇକୁ ଖାଇଲେ ମତେ 2 ଦିନ ଖାଇବା ଖୋଜିବାକୁ ପଡ଼ିବନି। ହା ହା ହା। ନା ନା, ମତେ ଖାଅନି। ମତେ ଛାଡ଼ି ଦିଅ ରାକ୍ଷସ ଚିଲ। ମୋ ଛୋଟ ଛୋଟ 2 ଭଉଣୀ ମତେ ଅପେକ୍ଷା କରିଥିବେ। ସେମାନେ ଘର ତିଆରି କରି ଜାଣି ନାହାନ୍ତି।
ମୁଁ ଯଦି ସେମାନଙ୍କ ପାଇଁ ଘର ତିଆରି କରିନଦେବି ସେମାନେ ଥଣ୍ଡାରେ ମରିଯିବେ। ମୋ ଉପରେ ଟିକେ ଦୟା କର ରାକ୍ଷସ ଚିଲ, ମତେ ଛାଡ଼ିଦିଅ। ତତେ ଛାଡ଼ିଦେଲେ ମୁଁ ଖାଇବି କ'ଣ? ମୋ ଶିକାରକୁ ମୁଁ କେବେ ବି ଛାଡ଼େନି। ଆଜି ତ ମୁଁ ତତେ ଖାଇବି। ନା ନା, ମତେ ଖାଅନି, ଦୟାକରି ମତେ ଛାଡ଼ିଦିଅ। ରାକ୍ଷସ ଚିଲ ସେ ଚଢ଼େଇର କିଛି କଥା ନ ଶୁଣି ତାକୁ ମାରିବାକୁ ଯିବା ସମୟରେ ହଠାତ୍ ଏକ ଚଢ଼େଇ ପରି ସେଠାକୁ ଆସିଲା। ଏଇ ଦୁଷ୍ଟ ରାକ୍ଷସ, ରହିଯା। ତୁ ପୁଣି ନିରୀହ ଚଢ଼େଇମାନଙ୍କୁ ମାରୁଛୁ। ଏ ଜଙ୍ଗଲ ମୋର। ମୁଁ ଥାଉ ଥାଉ ତୁ ଏ ଜଙ୍ଗଲର ଚଢ଼େଇମାନଙ୍କୁ ମାରିପାରିବୁନି। ଭଲରେ ଭଲରେ ଏଠୁ ଚାଲିଯା। ହା ହା ହା, ତୋ ଭଳି ଗୋଟେ ଚଢ଼େଇ ପରି ମୋର କିଛି କ୍ଷତି କରିପାରିବନି। ଆଗ ମୁଁ ତତେ ମାରିବି, ତାପରେ ଚଢ଼େଇକୁ ଖାଇବି। ଏମିତି କହି ରାକ୍ଷସ ଚିଲ ଚଢ଼େଇ ପରୀକୁ ମାରିବା ପାଇଁ ତା ପାଖକୁ ଗଲା। ଚଢ଼େଇ ପରି ରାଗିଯାଇ ନିଜ ଶକ୍ତିରେ ସେ ରାକ୍ଷସ ଚିଲକୁ ଏକ ଛେଳି କରିଦେଲା। ରାକ୍ଷସ ଚିଲ ଛେଳି ହେଲା ପରେ ମେ ମେ କରି କାନ୍ଦିଲା ଆଉ ସେଠାରୁ ଚାଲିଗଲା। ଧନ୍ୟବାଦ ପରୀ, ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ମୁଁ ଏ ଜଙ୍ଗଲର ପରୀ, ତମମାନଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ। ଆଚ୍ଛା ଚଢ଼େଇ, ତୁ ଜଙ୍ଗଲର ଏତେ ଭିତରକୁ କାହିଁକି ଆସିଥିଲୁ? ଚଢ଼େଇ ସେ ପରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ପରୀ ମନରେ ଦୟା ଆସିଲା। ସେ ନିଜ ଶକ୍ତିରେ ଏକ ପେନ୍ସିଲ ଘର ଚଢ଼େଇକୁ ଦେଇ କହିଲା, ଚଢ଼େଇ, ଆଜିଠୁ ଏ ଘର ତୋର। ଏ ଘରେ ତୁ ସବୁ ପ୍ରକାରର ସୁବିଧା ପାଇବୁ। ତୋ ଭଉଣୀମାନଙ୍କ ସହ ତୁ ଆରାମରେ ଘରେ ରହିପାରିବୁ। ଏ ଘର ଦ୍ୱାରା ତୁ ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ବି ସାହାଯ୍ୟ କରିପାରିବୁ। ହେଲେ ମୁଁ ଏ ଘରକୁ ନେଇ ମୋ ଦୁଇ ଭଉଣୀଙ୍କ ପାଖକୁ କେମିତି ଯିବି? ସେଥିପାଇଁ ତୁ ଚିନ୍ତା କରନି। ତୁ ଏ ଘର ଭିତରକୁ ଯା। ଏ ଘର ତତେ ନେଇ ତୋ ଦୁଇ ଭଉଣୀଙ୍କ ପାଖରେ ପହଞ୍ଚେଇ ଦେବ। ତୁ ଯଦି କେବେ ବିପଦରେ ପଡ଼ିବୁ, ଏଇ ଘର ତତେ ରକ୍ଷା ବି କରିବ। ତାପରେ ଚଢ଼େଇ ସେ ପେନ୍ସିଲ ଘର ଭିତରକୁ ଗଲା। ସେ ଯେମିତି ସେ ଘର ଭିତରକୁ ଗଲା, ସେ ଘରଟି ଏକ ଗାଡ଼ିରେ ବଦଳିଗଲା ଆଉ ଚଢ଼େଇକୁ ତା ଭଉଣୀମାନଙ୍କ ପାଖରେ ପହଞ୍ଚେଇ ଦେଲା। ଚଢ଼େଇ ତାର ଦୁଇ ଭଉଣୀଙ୍କୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ସେମାନେ ଘର ଭିତରକୁ ଗଲେ ଆଉ ଦେଖିଲେ ସେଠି ଅନେକ ସୁନା ଟଙ୍କା ଅଛି। ବା ଦିଦି, ଏ ଘରେ ତ କେତେ ସୁନା ଟଙ୍କା ଅଛି। ଆଜିଠୁ ଆମେ ଆଉ ଭଙ୍ଗା ଘରେ ରହିବାନି। ହଁ, ତୁ ଠିକ କହିଲୁ। ଆମେ ସୁନା ଟଙ୍କା ବିକ୍ରି କରି ଆରାମରେ ଚଳିପାରିବା। ଚଢ଼େଇ ପରି କହିଥିଲେ ଅନ୍ୟ ଚଢ଼େଇମାନଙ୍କୁ ବି ସାହାଯ୍ୟ କରିବା ପାଇଁ। ତମେ ଦୁଇ ଜଣ କାଲି ସମସ୍ତଙ୍କୁ ଏକଥା ଜଣେଇ ଦିଅ। ଯାହାକୁ ବି ସାହାଯ୍ୟ ଦରକାର ଆମେ ତାଙ୍କୁ ଏ ସୁନା ଟଙ୍କା ଦେଇ ସାହାଯ୍ୟ କରିବା। ସେଦିନ ପରଠାରୁ ସେ ତିନି ଭଉଣୀ ସେଇ ପେନ୍ସିଲ ଘରେ ରହିଲେ। ସେମାନେ ଗରିବ ଅସହାୟ ଚଢ଼େଇମାନଙ୍କୁ ସାହାଯ୍ୟ ବି କରୁଥିଲେ। ଦିନେ ବଡ଼ ଚଢ଼େଇଟି ଘର ବାହାରେ ଛିଡ଼ା ହେଇଥିଲା। ହଠାତ୍ ତା ସାମ୍ନାକୁ ସେ ରାକ୍ଷସ ଚିଲ ଚାଲି ଆସିଲା। ଆରେ ଚଢ଼େଇ, ତୁ କ'ଣ ଭାବିଥିଲୁ ମୁଁ ସବୁଦିନ ଛେଳି ହେଇକି ରହିବି? ଗୋଟେ ତାନ୍ତ୍ରିକ ମୋତେ ମୋ ପୂର୍ବ ରୂପ ଫେରେଇ ଦେଲା। ଏବେ ମୁଁ ତୋଠୁ ପ୍ରତିଶୋଧ ନେବି। ମୁଁ ଶୁଣିଲି ତୋର ଆହୁରି ଦୁଇଟି ଭଉଣୀ ଅଛନ୍ତି। ସେଦିନ ସିନା ଚଢ଼େଇ ପରି ପାଇଁ ତୁ ବଞ୍ଚିଗଲୁ। ଆଜି ତତେ କିଏ ରକ୍ଷା କରିବ ମୁଁ ଦେଖିବି। ଆଗ ତୋର ଦୁଇ ଭଉଣୀକୁ ଖାଇବି, ତାପରେ ମୁଁ ତତେ ବି ଖାଇବି। ଏମିତି କହି ଚିଲ ସେ ପେନ୍ସିଲ ଘର ଭିତରକୁ ଯିବାକୁ ଯେମିତି ଚେଷ୍ଟା କଲା, ତା ଦେହରେ ନିଆଁ ଲାଗିଗଲା। ସେଇ ନିଆଁରେ ପୋଡ଼ି ଚିଲ ପାଉଁଶ ହେଇଗଲା। ଏମିତି ସେ ପେନ୍ସିଲ ଘର ତିନି ଭଉଣୀଙ୍କୁ ସବୁ ବିପଦରୁ ରକ୍ଷା କରୁଥିଲା। ଯା ହଉ, ମୋ ଘର ତିଆରି ସରିଗଲା। ଅନେକ ଦିନ ପରେ ମୁଁ ଏମିତି ଗୋଟେ ସୁନ୍ଦର ଘର ତିଆରି କରିପାରିଲି। ଏବେ ଯାଏ ନଦୀରୁ ପାଣି ନେଇ ଆସେ। ପାଣି ଆଣିଲେ ରୋଷେଇ ଆରମ୍ଭ କରିବି। ଆରେ ମୟୂର ଭଉଣୀ, ତୁମେ କୁଆଡେ ଯାଉଛ? କାଉ, ମୁଁ ନଦୀକୁ ପାଣି ଆଣିବାକୁ ଯାଉଛି। ପାଣି ଆଣିଲେ ମୁଁ ରୋଷେଇ କରିବି। ମୟୂର ଭଉଣୀ, ନଦୀକୁ ଜମା ଯାଉନି। ତୁମେ କ'ଣ ଶୁଣିନ? ନଦୀକୁ ଅନେକ କୁମ୍ଭୀର ଚାଲି ଆସିଛନ୍ତି। ସବୁ ଚଢ଼େଇ ଜଙ୍ଗଲ ବାହାରେ ଥିବା କୂଅରୁ ପାଣି ଆଣୁଛନ୍ତି। ହେଲେ କାଉ, କୂଅ ତ ଏଠାରୁ ବହୁତ ଦୂର। ଏତେ ଦୂରକୁ ଗଲେ ଫେରୁ ଫେରୁ ଅନେକ ଡେରି ହେଇଯିବ। ଆରେ ମୟୂର ଭଉଣୀ, ଏ କ'ଣ କହୁଛ? କୂଅ ଦୂର ହେଲେ ବି ତୁମ ଜୀବନ ତ ବଞ୍ଚିଯିବ। ଯଦି ତୁମେ ନଦୀକୁ ଯିବ, କୁମ୍ଭୀରମାନେ ତୁମର କ୍ଷତି କରିପାରନ୍ତି। ହଁ କାଉ, ତୁ ଠିକ କହିଲୁ। ଡେରି ହଉ ପଛେ ମୁଁ କୂଅରୁ ହିଁ ପାଣି ଆଣିବି।
ଏମିତି କହି ମୟୂର ପାଣି ଆଣିବାକୁ ଗଲା। କାଉମାନେ ତା ଘରକୁ ଗଲେ। ଆରେ ବା, ମୟୂର ଘର ତ ବହୁତ ସୁନ୍ଦର ହେଇଛି। ଏଇ ଘରକୁ ବିକ୍ରି କଲେ ଆମେ ବହୁତ ଭଲ ଟଙ୍କା ପାଇବା। ହଁ, ତୁ ଶୀଘ୍ର ଏଇ ଘରକୁ ଧର। ମୟୂର ଆସିବା ଆଗରୁ ଆମେ ଘରକୁ ନେଇ ଦୂରକୁ ଚାଲିଯିବା। ତାପରେ କାଉମାନେ ମୟୂର ଘରକୁ ଚୋରି କରିନେଲେ। ରାସ୍ତାରେ ଚଢ଼େଇ ସହ ତାଙ୍କର ଦେଖା ହେଲା। ଆରେ ଚଢ଼େଇ, ତୁ ବି କଣ ନଦୀକୁ ପାଣି ଆଣିବାକୁ ଯାଉଛୁ? ହଁ କାଉ ଭଉଣୀ, ମୁଁ ଏବେ ନଦୀକୁ ଯାଉଥିଲି। ଜମା ଯାନି ଚଢ଼େଇ, ନଦୀ ଆଉ ସୁରକ୍ଷିତ ନୁହଁ। ବଡ଼ ବଡ଼ ଦୁଇଟି କୁମ୍ଭୀର ନଦୀକୁ ଚାଲି ଆସିଛନ୍ତି। ଯିଏ ବି ପାଣି ଆଣିବାକୁ ଯାଉଛି କୁମ୍ଭୀର ମାନେ ତାକୁ ଖାଇ ଦେଉଛନ୍ତି। ତୁ ଗୋଟେ କାମ କର, ଜଙ୍ଗଲ ବାହାରେ ଥିବା କୂଅରୁ ଯାଇ ପାଣି ଆଣେ। ତୁମେ ସତ କହୁଛ କାଉ ଭଉଣୀ? ଭଲ ହେଲା ମତେ ଏ କଥା କହିଦେଲ, ନହେଲେ ମୁଁ କେତେ ବଡ଼ ବିପଦରେ ପଡ଼ି ଯାଇଥାନ୍ତି। ତୁମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଏବେ କୂଅକୁ ହିଁ ଯିବି। ଆରେ ଏଥିରେ ଧନ୍ୟବାଦ ଦେବାର କଣ ଅଛି? ଆମେ ତ ସବୁବେଳେ ଚଢ଼େଇ ମାନଙ୍କର ଭଲ ଚାହୁଁ, ହେଲେ ଚଢ଼େଇ ମାନେ ହିଁ ଆମକୁ ଭୁଲ ବୁଝନ୍ତି। ହଉ, ତୁ ଏବେ ପାଣି ଆଣିବାକୁ ଯା। ତାପରେ ଚଢ଼େଇ ପାଣି ଆଣିବାକୁ ଗଲା। ଦୁଇ କାଉ ତା ଘରକୁ ଗଲେ। ଏଇ ଚଢ଼େଇ, ତୁ କଣ କାଉ ମାନଙ୍କୁ ଦେଖିଛୁ? ପୁରା ଜଙ୍ଗଲରେ ମୁଁ ତାଙ୍କୁ ଖୋଜି ସାରିଲିଣି, ହେଲେ କୋଉଠି ବି ତାଙ୍କୁ ପାଉନି। ଏଇ କିଛି ସମୟ ଆଗରୁ ମୋର ତାଙ୍କ ସହ ଦେଖା ହେଇଥିଲା। ସେମାନେ କହୁଥିଲେ ନଦୀରେ କୁମ୍ଭୀର ଅଛନ୍ତି, ସେଥିପାଇଁ ମୁଁ କୂଅକୁ ପାଣି ଆଣିବା ପାଇଁ ଯାଉଥିଲି। ମତେ ବି କାଉମାନେ ସେଇ ଏକା ମିଛ କଥା କହି କୂଅକୁ ପଠେଇଥିଲେ, ହେଲେ ଯେତେବେଳେ ମୁଁ ଫେରିଲି ଦେଖିଲି ମୋ ଘର ନାହିଁ। ସେଇ ଦୁଷ୍ଟ କାଉମାନେ ହିଁ ମିଛ କହି ମୋ ଘର ଚୋରି କରି ନେଇଯାଇଛନ୍ତି। କଣ କହୁଛ ମୟୂର ଭଉଣୀ? ତାହେଲେ ତ ସେମାନେ ମୋ ଘରକୁ ବି ଚୋରି କରିବା ପାଇଁ ଯାଇଥିବେ। ଚାଲ ଏବେ ହିଁ ସେଠାକୁ ଯିବା ଆଉ ସେମାନଙ୍କୁ ଧରିବା। ହଁ, ଚାଲ ଶୀଘ୍ର ଯିବା। ଆରେ ଜଲ୍ଦି ଜଲ୍ଦି ଚଢ଼େଇର ଘରକୁ ଉଠାଅ। କେହି ଆସିବା ଆଗରୁ ଆମେ ଶୀଘ୍ର ଏ ଜାଗା ଛାଡ଼ି ଚାଲିଯିବା। ହଁ ହଁ, ମୁଁ ଏବେ ହିଁ ଘରକୁ ଆଣୁଛି। ଆରେ ଆମ ଘରଟି ଏମିତି ହଲୁଛି କାହିଁକି? ମା, ମା କୁଆଡେ ଗଲ? ମତେ ବଞ୍ଚାଅ। ଏ କଣ? ଘର ଭିତରେ ତ ଚଢ଼େଇର ଝିଅ ଅଛି। ଆରେ ଶୁଣ, ଚଢ଼େଇ ଛୁଆକୁ ଶୀଘ୍ର ଏ ଘରୁ ବାହାର କରିଦିଅ, ନହେଲେ ସେ ପାଟି କରି ସମସ୍ତଙ୍କୁ ଏକାଠି କରିଦେବ। ଆରେ ନା ନା, ତୁ କଣ ବୋକା? ଆମେ ଏବେ ଯଦି ତାକୁ ଛାଡ଼ିଦେବା ସେ ତା ମାକୁ ସବୁ କଥା କହିଦେବ। ରହ, ମୁଁ ଏବେ ତା ସହ କଥା ହେଉଛି। ଆରେ ମା କୁନି, ତୁ ପାଟି ନ କରି ଘର ଭିତରେ ଚୁପ୍ ହେଇ ବସ। ଆମ ଜଙ୍ଗଲ ଭିତରକୁ ଗୋଟେ ବାଘ ଚାଲି ଆସିଛି। ସେ କେବଳ ଛୋଟ ଛୁଆଙ୍କୁ ହିଁ ଖାଉଛି। ସେଥିପାଇଁ ଆମେ ସବୁ ଛୋଟ ଛୁଆଙ୍କୁ ଘର ଭିତରେ ରଖି ପାଖ ଜଙ୍ଗଲକୁ ନେଇ ଯାଉଛୁ। ହଁ, ତୋ ମା ତତେ ନଦୀ ପାଖରେ ଅପେକ୍ଷା କରି ବସିଛି। ତୁ ଆମ ସାଙ୍ଗରେ ଗଲେ ସୁରକ୍ଷିତ ନିଜ ମା ପାଖରେ ପହଞ୍ଚି ପାରିବୁ। ସତରେ ଆଣ୍ଟି? ତେବେ ଠିକ ଅଛି, ମୁଁ ପାଟି ନ କରି ଚୁପ୍ ହେଇ ବସୁଛି। ତାପରେ କୁନି ଚୁପ୍ ହେଇ ଘର ଭିତରେ ବସି ରହିଲା। କାଉମାନେ ଚଢ଼େଇ ଘର ନେଇ ସେଠାରୁ ଚାଲିଗଲେ। କିଛି ସମୟ ପରେ ଚଢ଼େଇ ଆଉ ମୟୂର ସେଠାରେ ଆସି ପହଞ୍ଚିଲେ। ମୟୂର ଭଉଣୀ, ତୁମେ ଠିକ କହୁଥିଲ, ଏଠି ମୋ ଘର ନାହିଁ। କାଉମାନେ ମୋ ଘର ଚୋରି କରି ନେଇଗଲେ, ହେଲେ ମୋ ଘର ଭିତରେ ତ ମୋ ଝିଅ ଥିଲା। ସେମାନେ ମୋ ଝିଅକୁ ବି ସାଙ୍ଗରେ ନେଇଗଲେ। ତୁ ଚିନ୍ତା କରନି ଚଢ଼େଇ, ଚାଲ ଆମେ କାଉମାନଙ୍କୁ ଖୋଜିବା। କାଉମାନେ ମିଳିଗଲେ ତ ଝିଅ ବି ମିଳିଯିବ। ଏମିତି କଥା ହେଇ ସେ ଦୁଇ ଜଣ କାଉମାନଙ୍କୁ ଖୋଜିବା ପାଇଁ ଚାଲିଗଲେ। ସେପଟେ କାଉମାନେ ଚୋରି କରିଥିବା ଘର ଧରି ପାଖ ଜଙ୍ଗଲରେ ପହଞ୍ଚିଲେ। ଆରେ ସବୁ ଘର ତ ଆମେ ନେଇ ଆସିଲେ, ଏବେ ସେ ମିଟୁକୁ ଫୋନ କରି ଡାକ, ସେ ଆମଠୁ ଏ ଘର ସବୁ କିଣି ନେଉ। ହଁ, ମୁଁ ଏବେ ତାକୁ ଡାକୁଛି। ଆରେ ମିଟୁ ଭାଇ, ଆମେ ସବୁ ଘର ନେଇ ଆସିଛୁ, ଶୀଘ୍ର ଏଠାକୁ ଆସ। ହଁ ହଁ କାଉ, ମୁଁ ରାସ୍ତାରେ ହିଁ ଅଛି, ଏବେ ହିଁ ତ ପାଖକୁ ଯାଉଛି। ତମେ ମାନେ ଘର ଗୁଡ଼ିକୁ ଜଗିଥାଅ, ମୁଁ ଘର ନେଇ ପୁଣି ସହରକୁ ଯିବି। କାଉ ମାନଙ୍କର ସବୁ କଥା ଘର ଭିତରୁ ଥାଇ କୁନି ଶୁଣୁଥିଲା। କାଉ ଅଙ୍କଲ, କାଉ ଆଣ୍ଟି, ତା ମାନେ ତମେ ମାନେ ମତେ ମିଛ କହି ଆମ ଘରକୁ ଏଠାକୁ ନେଇ ଆସିଛ? ତମେ ମାନେ ବହୁତ ଖରାପ। ମୁଁ ମୋ ମାକୁ ସବୁ କଥା କହିଦେବି। ଆମେ ତତେ ଛାଡ଼ିଲେ ସିନା ତୁ ତ ମାକୁ ଏ କଥା କହିବୁ। ଆରେ ଶୁଣ, ମିଟୁକୁ କୁହ ଏ ଚଢ଼େଇ ଛୁଆକୁ ବି ସାଙ୍ଗରେ ନେଇଯାଉ, ସେ ଘର ସହ ଏ ଛୁଆକୁ ବି ବିକ୍ରି କରିଦେଉ। ନା ନା, ମତେ ବିକ୍ରି କରନି, ଦୟାକରି ମତେ ଛାଡ଼ିଦିଅ, ମୁଁ ମୋ ମା ପାଖକୁ ଯିବି। ନା, ତୁ ଆଉ
ଆଉ ଘରକୁ ଫେରି ପାରିବୁନି। ଆମେ ତତେ ଛାଡ଼ିବୁନି। ତୁ ଘରକୁ ଗଲେ ତୋ ମାକୁ ସବୁ କଥା କହିଦେବୁ। ମୁଁ ଏମିତି ଏଠାରୁ ଯାଇପାରିବିନି। ମତେ କିଛି ଗୋଟେ ଉପାୟ ଚିନ୍ତା କରିବାକୁ ହେବ। କାଉ ଆଣ୍ଟି, ମତେ ଭାରି ଟଏଲେଟ ଲାଗୁଛି। କବାଟ ଟିକେ ଖୋଲ ନା, ମୁଁ ବାହାରେ ଟଏଲେଟ କରିବି। ନା, ମୁଁ କବାଟ ଖୋଲିବିନି। ତତେ ଯଦି ଟଏଲେଟ ଲାଗୁଛି ତୁ ସେ ଘର ଭିତରେ କର। କିନ୍ତୁ ଆଣ୍ଟି, ମୁଁ ଘର ଭିତରେ ଟଏଲେଟ କଲେ ଘର ଅପରିଷ୍କାର ହେଇଯିବ। ସେମିତିରେ ଘରକୁ ଆଉ କେହି କିଣିବେନି। ହଁ ଠିକ କଥା। ତୁ ତାକୁ ଘର ଭିତରେ ଟଏଲେଟ କରିବା ପାଇଁ କାହିଁକି କହୁଛୁ? ଘର ଭିତରେ ସେ ଟଏଲେଟ କଲେ ଘର ଆଉ ବିକ୍ରି ହବନି। ରହ କୁନି, ମୁଁ ଏବେ କବାଟ ଖୋଲୁଛି, ତୁ ବାହାରେ ଟଏଲେଟ କରିବୁ। ଏବେ ତୁ ଏଇଠି ଟଏଲେଟ କର। ନା, ମୁଁ ତମ ମାନଙ୍କ ସାମ୍ନାରେ ଟଏଲେଟ କରିବିନି। ମତେ ଲାଜ ଲାଗିବ। ଆଚ୍ଛା ହଉ, ଚାଲ ମୋ ସାଙ୍ଗରେ। ଏବେ ତୁ ଯା, ସେ ଗଛ ପାଖରେ ଟଏଲେଟ କରିବୁ। ନାଇଁ ଅଙ୍କଲ, ଆଗ ତୁମେ ଆଖି ବନ୍ଦ କର, ତାପରେ ମୁଁ ଟଏଲେଟ କରିବି। ଆଚ୍ଛା ହଉ, ମୁଁ ଆଖି ବନ୍ଦ କରୁଛି, ତୁ ଶୀଘ୍ର ଟଏଲେଟ କରିକି ଆସିବୁ ଯା। ତାପରେ କାଉ ଆଖି ବନ୍ଦ କଲା। କୁନି ଶୀଘ୍ର ଶୀଘ୍ର ଗଛରୁ କିଛି ପତ୍ର ତୋଳି ସେସବୁ ପକେଇ ପକେଇ ନିଜ ଘରକୁ ଗଲା। ଆରେ ଆଉ କେତେ ସମୟ ଆଖି ବନ୍ଦ କରି ରଖିବି? କୁନି, ତୋର ଟଏଲେଟ ସରିଲା ନା ନାହିଁ? ଏ କଣ, କୁନି କିଛି ବି କଥା କହୁନି? ଆରେ କୁନି ତ ଏଠି ନାହିଁ। ସେ ମତେ ବୋକା ବନେଇ ଏଠାରୁ ଚାଲିଗଲା। ଆରେ ଶୁଣୁଛୁ, ସର୍ବନାଶ ହେଇଗଲା। କୁନି ମତେ ବୋକା ବନେଇ ଏଠାରୁ ଚାଲିଗଲା। ଏଇଥିପାଇଁ ତ ମୁଁ କହୁଥିଲି ତାକୁ ଘରୁ ବାହାର କରନି। ଏବେ ଯଦି ସେ ତା ମାକୁ ନେଇ ଏଠାକୁ ଚାଲି ଆସିବ? ଆରେ ତୁ ଚିନ୍ତା କାହିଁକି କରୁଛୁ? କୁନି ବହୁତ ଛୋଟ। ଏତେ ଦୂର ରାସ୍ତା ତାର କଣ ମନେ ଥିବ ଯେ ସେ ତା ମାକୁ ନେଇ ଏଠାକୁ ଆସିବ? ମୟୂର ଭଉଣୀ, ଆମେ ଜଙ୍ଗଲ ସାରା ଖୋଜି ସାରିଲେନି, ହେଲେ କାଉ ମାନଙ୍କୁ ତ କୋଉଠି ବି ପାଇଲେନି। ମୁଁ କଣ ମୋ ଝିଅକୁ ଆଉ ପାଇବିନି? ଚଢ଼ି, ମତେ ଲାଗୁଛି ସେମାନେ ପାଖ ଜଙ୍ଗଲକୁ ଯାଇଥିବେ। ଚାଲ ଆମେ ସେ ଜଙ୍ଗଲକୁ ଥରେ ଯାଇ ଦେଖି ଆସିବା। ଏମିତି କଥା ହେଇ ସେମାନେ ପାଖ ଜଙ୍ଗଲକୁ ଯାଉଥିଲେ। ରାସ୍ତାରେ କୁନି ସହ ତାଙ୍କର ଦେଖା ହେଲା। ମା କୁନି, ତୁ ଠିକ ଅଛୁ ତ? ମା, ସେ କାଉମାନେ ନା ପାଖ ଜଙ୍ଗଲରେ ଅଛନ୍ତି। କୁନି ତାର ମାକୁ ସବୁ ଘଟଣା କହିଲା। ଦେଖିଲ ମୟୂର ଭଉଣୀ, ମୋ ଝିଅର କେତେ ବୁଦ୍ଧି। ସେ ଦୁଷ୍ଟ କାଉ ମାନଙ୍କୁ ମୁଁ ଜମା ବି ଛାଡ଼ିବିନି। ଚାଲ ଏବେ ହିଁ ଆମେ ସମସ୍ତେ ଥାନାକୁ ଯିବା। ତାପରେ ସେମାନେ ଥାନାକୁ ଯାଇ ପୋଲିସ ମାନଙ୍କୁ ସବୁ କଥା କହିଲେ। ଆଉ ପୋଲିସ ମାନଙ୍କ ସହ କାଉ ମାନଙ୍କ ପାଖକୁ ଗଲେ। ତମେ ମାନେ ଏଠି ଭଲ ବ୍ୟବସାୟ ଆରମ୍ଭ କରିଛ। ଏବେ ଥାନାକୁ ଚାଲ, ସେଇଠି ବସି ବସି ବ୍ୟବସାୟ କରିବ। ଆମର ଭୁଲ ହେଇଗଲା ମ୍ୟାଡାମ, ଏଇ ଥରକ ଆମକୁ କ୍ଷମା କରିଦିଅ। ଏପରି ବ୍ୟବସାୟ ଆମେ ଆଉ କେବେ କରିବୁନି। ଚଢ଼ି, ତୁ ବି ଏଇ ଥରକ ଆମକୁ କ୍ଷମା କରିଦେ। ଆମେ ଏଭଳି ଭୁଲ ଆଉ କେବେ କରିବୁନି। ତୋ ଝିଅ କେମିତି ଯେ ଏତେ ରାସ୍ତା ମନେ ପକେଇ ତତେ ଏଠାକୁ ନେଇ ଆସିଲା? ମୋ ଝିଅ ମୁଣ୍ଡରେ ବହୁତ ବୁଦ୍ଧି, ବୁଝିଲ? ସେ ରାସ୍ତାରେ ଯିବା ସମୟରେ ପତ୍ର ପକେଇ ଚିହ୍ନ କରି ଯାଇଥିଲା। ତାର ଏହି ବୁଦ୍ଧି ପାଇଁ ଆଜି ଆମେ ତମ ସମସ୍ତଙ୍କୁ ଧରି ପାରିଲୁ। ତମ ମାନଙ୍କର କୌଣସି କ୍ଷମା ନାହିଁ। ପୋଲିସ ମ୍ୟାଡାମ, ଏବେ ହିଁ ଏମାନଙ୍କୁ ନେଇ ଥାନାକୁ ଯାଆନ୍ତୁ। ତାପରେ ପୋଲିସ ସବୁ ଚୋରଙ୍କୁ ବାନ୍ଧି ଥାନାକୁ ନେଇଗଲେ। ଚଢ଼େଇ ଆଉ ମୟୂର ଚୋରି ହେଇଥିବା ଘର ମାନଙ୍କୁ ଧରି ନିଜ ଜଙ୍ଗଲକୁ ଆସିଲେ। କୁନି, ତୁ ଘରେ ଅଛୁ ନା? ବାହାରକୁ ଆସେ। ଆରେ ସାଙ୍ଗମାନେ, ତମେ ମାନେ ଏତେ ବର୍ଷାରେ ଭିଜି ଭିଜି ମୋ ପାଖକୁ ଆସିଲ ଯେ? କୁନି, ଆମେ ତତେ ଖେଳିବା ପାଇଁ ଡାକିବାକୁ ଆସୁଥିଲୁ। ରାସ୍ତାରେ ବର୍ଷା ଆରମ୍ଭ ହେଇଗଲା। ଆମ ଦୁଇ ଜଣଙ୍କ ଘର ଦୂର ହେଇଥିବାରୁ ଆମେ ତ ଘରକୁ ଚାଲି ଆସିଲୁ। ଭଲ କରିଛ ସାଙ୍ଗମାନେ। ଆସ ଆସ, ଘର ଭିତରକୁ ଆସ। ମୋ ମା ନା ଆଜି ପକୁଡ଼ି ଛାଣିଛନ୍ତି। ଆମେ ସମସ୍ତେ ମିଶି ପକୁଡ଼ି ଖାଇବା। ବର୍ଷା ଛାଡ଼ିଲେ ଆମେ ଖେଳିବାକୁ ଯିବା। ତାପରେ କୁନି ତା ସାଙ୍ଗମାନଙ୍କୁ ନେଇ ଘର ଭିତରକୁ ଗଲା। ଆଉ ସେମାନଙ୍କ ସହ ମିଶି ଗରମା ଗରମ ପକୁଡ଼ି ଖାଇଲା। ଏମିତି କିଛି ସମୟ ବିତିଗଲା। ବର୍ଷା ବି ଛାଡ଼ିଗଲା। ସବୁ ସାଙ୍ଗ ମିଶି ବାହାରକୁ ଗଲେ। ଆରେ ସାଙ୍ଗମାନେ, ଆଜି ବୋଧେ ଆଉ ଖେଳି ହେବନି।
ଦେଖୁନ ବର୍ଷା ପାଇଁ ଚାରିଆଡେ କେମିତି କାଦୁଅ ହେଇଛି। ଚାଲ ଆମେ ନିଜ ନିଜ ଘରକୁ ଫେରି ଯିବା। ଆରେ ସାଙ୍ଗ ରହ ରହ, ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ? ମୋ ପାଖରେ ଗୋଟେ ବଢିଆ ଗେମ୍ ଅଛି। ଆମେ ଯଦି ସେ ଗେମ୍ ଖେଳିବା ଆମ ଦେହରେ ଜମା ବି କାଦୁଅ ଲାଗିବନି। କଣ ଗେମ୍ କୁନି? ଚାଲ ଆମେ ଚୋର ପୋଲିସ ଖେଳିବା। ମୋ ପାଖରେ ଯୋଉ ଚକୋଲେଟ ଥଳି ଅଛି ମୁଁ ତାକୁ ଲୁଚେଇବି। ତମ ଦିଜଙ୍କ ଭିତରେ ଯିଏ ବି ଆଗେ ଚକୋଲେଟ ଥଳିକୁ ଖୋଜି ପାଇବ ସେ ଜିତିଯିବ। ଏବେ ଯାଉଛ ଦୂରକୁ ଯାଅ, ମୁଁ ଯାଉଛି ମୋ ଚକୋଲେଟ ଥଳିକୁ ଲୁଚେଇବି। ଓହୋ, ଏତେ ଶୀଘ୍ର କୋଉଠି ଯେ ମୋ ଚକୋଲେଟ ଥଳିକୁ ଲୁଚେଇବି କିଛି ବୁଝିପାରୁନି। ଆରେ ହଁ, ମୁଁ ଗୋଟେ କାମ କରେ, ମୋ ଚକୋଲେଟ ଥଳିକୁ ମାଟି ଖୋଳି ପୋତି ଦିଏ। ସେମିତି ହେଲେ ମୋ ସାଙ୍ଗମାନେ ଜମା ବି ଚକୋଲେଟ ଥଳିକୁ ଖୋଜି ପାରିବେନି। ଏମିତି ଚିନ୍ତା କରି କୁନି ମାଟି ଖୋଳିଲା। ମାଟି ଭିତରୁ ଗୋଟେ ଖେଳନା ଘର ବାହାରିଲା। ଆରେ ଏଇଟା ତ ଗୋଟେ ଖେଳନା ଘର। ଘରଟି ଦେଖିବାକୁ କେତେ ସୁନ୍ଦର ହେଇଛି। ହେଲେ ଏମିତି ଗୋଟେ ସୁନ୍ଦର ଘରକୁ କିଏ ମାଟି ଭିତରେ ପୋତିଥିଲା? ଆରେ କୁନି, ତୁ ଏଯାଏଁ ତ ଚକୋଲେଟ ଥଳିକୁ ଲୁଚେଇନୁ। ଏ ଖେଳନା ଘର ତୁ କୋଉଠୁ ପାଇଲୁ? ସାଙ୍ଗମାନେ, ମୁଁ ମାଟି ଖୋଳୁଥିଲି, ସେତେବେଳେ ଏ ଖେଳନା ଘରକୁ ମାଟି ଭିତରୁ ପାଇଲି। ଘରଟି ବହୁତ ସୁନ୍ଦର ହେଇଛି ନା? ସତରେ ସାଙ୍ଗ, ଘରଟି ବହୁତ ସୁନ୍ଦର ହେଇଛି। ମୁଁ ଏ ଘରକୁ ଖୋଲି ଦେଖେ ଘର ଭିତରେ କଣ ଅଛି। ଯେମିତି କାଉଛୁଆ ସେ ଖେଳନା ଘରର କବାଟ ଖୋଲିଦେଲା, ହଠାତ୍ ଘର ଭିତରୁ ଏକ ଭୟଙ୍କର ପିଶାଚି ବାହାରି ଆସିଲା। ହା ହା ହା, ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ତମେ ମାନେ ମତେ ଆଜି ମୁକ୍ତ କରିଦେଲ। ଏବେ କେହି ମତେ ବନ୍ଦୀ କରିପାରିବେନି। ଯାଏ ଗୋଟେ ରାଜପ୍ରାସାଦ କରି ସେଠି ରୁହେ। ଏମିତି କହି ପିଶାଚି ସେଠାରୁ ଚାଲିଗଲା। ଆଉ ସେ ଚଢ଼େଇମାନଙ୍କ ଘର ଭାଙ୍ଗି ନିଜ ପାଇଁ ଏକ ରାଜପ୍ରାସାଦ ତିଆରି କଲା। ଆଉ ସେଠି ରହିଲା। ନିଜ ନିଜ ଘରକୁ ଭାଙ୍ଗିବା ଦେଖି ଚଢ଼େଇମାନେ ଅନେକ ଚିନ୍ତାରେ ପଡ଼ିଗଲେ। ସେମାନେ ଗୋଟେ ଜାଗାରେ ଏକାଠି ହେଲେ। ଜଣା ନାହିଁ ଏ ଦୁଷ୍ଟ ପିଶାଚି କୋଉଠୁ ଆମ ଜଙ୍ଗଲକୁ ଚାଲି ଆସିଲା। ସେ ଆମ ଘର ଭାଙ୍ଗି ଆମକୁ ଅନେକ କଷ୍ଟ ଦେଲାଣି। ଚଢ଼େଇ, ତା ପାଖରେ ସବୁବେଳେ ସମସ୍ୟାର ସମାଧାନ ଥାଏ। ଏବେ କିଛି ଗୋଟେ କର ଚଢ଼େଇ। କାଉ ଭଉଣୀ, ମୁଁ ବୁଝିପାରୁନି ଏଇ ପରିସ୍ଥିତିରେ ଆମେ କଣ କରିବା। ତେବେ ହଁ, ଆମେ ଗୋଟେ କାମ କରିପାରିବା। ଆମେ ଫୁଲପରୀଙ୍କ ପାଖକୁ ଯାଇ ଆମ ସମସ୍ୟା କଥା କହିପାରିବା। ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ହଁ, ଠିକ କଥା। ତେବେ ଚାଲ ଆଜି ହିଁ ଆମେ ଫୁଲପରୀଙ୍କ ପାଖକୁ ଯିବା। ବାବା, ତମେ ମାନେ ତ ବଢିଆ ଯୋଜନା ବନେଇଛ। ଥରେ ପରୀ ମାନେ ମତେ ବନ୍ଦୀ କରି ମାଟି ଭିତରେ ରଖିଥିଲେ। ଏବେ ମୁଁ ସେମିତି ହେବାକୁ ଆଉ ଦେବିନି। ତମ ସବୁ ଚଢ଼େଇଙ୍କୁ ମୁଁ ବନ୍ଦୀ କରି ରଖିବି। ତାପରେ ପିଶାଚି ସବୁ ଚଢ଼େଇଙ୍କୁ ବନ୍ଦୀ କରି ନିଜ ରାଜପ୍ରସାଦକୁ ନେଇଗଲା। ଏସବୁ ଘଟଣା ଦୂରରୁ ଚଢ଼େଇ ଛୁଆମାନେ ଦେଖୁଥିଲେ। ଆରେ ସାଙ୍ଗମାନେ, ଆମେ କଣ କରିଦେଲେ? ଆମ ପାଇଁ ପିଶାଚି ମୁକ୍ତ ହେଇଗଲା ଆଉ ସମସ୍ତଙ୍କୁ ବନ୍ଦୀ କରିନେଲା। ଏବେ ଆମକୁ ହିଁ କିଛି ଗୋଟେ କରିବାକୁ ପଡିବ। ଚାଲ ଆମେ ଫୁଲପରୀଙ୍କ ପାଖକୁ ଯିବା, ନହେଲେ ପିଶାଚି ସମସ୍ତଙ୍କୁ ମାରିଦେବ। ହଁ, ତୁ ଠିକ କହିଲୁ ଯେ, ହେଲେ ଫୁଲପରୀ ତ ନଦୀ ସେପାରିରେ ରୁହନ୍ତି। ଆମେ କେମିତି ନଦୀ ପାର ହେଇ ତାଙ୍କ ପାଖକୁ ଯିବା? ତମେ ମାନେ ଚିନ୍ତା କରନି, ମୁଁ ଡଙ୍ଗା ଚଲେଇ ଜାଣିଛି। ମୁଁ ସମସ୍ତଙ୍କୁ ନଦୀ ପାର କରିଦେବି। ଆସ ମୋ ସାଙ୍ଗରେ। ଏମିତି କଥା ହେଇ ସମସ୍ତେ ଡଙ୍ଗାରେ ବସିଲେ। କିଛି ଦୂର ଗଲା ପରେ ତାଙ୍କ ଡଙ୍ଗା ଟଳମଳ ହେଲା ଆଉ ସବୁ ଛୁଆ ନଦୀରେ ପଡ଼ିଗଲେ। ବଞ୍ଚାଅ, ବଞ୍ଚାଅ, ଆମକୁ କେହି ବଞ୍ଚାଅ, ଆମେ ନଦୀରେ ପଡ଼ିଗଲୁ। ସମସ୍ତଙ୍କୁ ପିଶାଚି ବନ୍ଦୀ କରି ରଖିଛି, କିଏ ଆମକୁ ବଞ୍ଚେଇବ କୁନି? ସେହି ସମୟରେ ଗୋଟେ ପରୀ ନଦୀ ପାର ହେଉଥିଲା। ସେ ଛୋଟ ଚଢ଼େଇ ଛୁଆମାନଙ୍କୁ ନଦୀରେ ପଡ଼ିଥିବାର ଦେଖି ତାଙ୍କୁ ନଦୀରୁ ବାହାର କଲା। ଆରେ ଛୋଟ ପିଲାମାନେ, ତମେ ମାନେ ନଦୀରେ କେମିତି ପଡ଼ିଗଲ? ପିଲାମାନେ ପରୀକୁ ସବୁ ଘଟଣା କହିଲେ। ତା ଶୁଣି ପରୀ ତୁରନ୍ତ ପିଶାଚି ପାଖକୁ ଗଲା। ଏ କଣ ପରୀ, ତୁ ଏଠାକୁ କେମିତି ଆସିଲୁ? ଓ ବୁଝିଲି, ଏ ଛୋଟ ଛୁଆମାନେ ତତେ ଏଠାକୁ ଆଣିଛନ୍ତି। ଏବେ ମୁଁ ତତେ ଛାଡ଼ିବିନି, ମୁଁ ତତେ ଜୀବନରୁ ମାରିଦେବି। ତତେ ମୁଁ ସେ ସୁଯୋଗ ଦେଲେ ସିନା ତୁ ମତେ ମାରିବୁ। ଏମିତି କହି ପରୀ ପିଶାଚିକୁ ବନ୍ଦୀ କରିଦେଲା ଆଉ ସମସ୍ତଙ୍କୁ ମୁକ୍ତ କଲା। ପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ।
ଆଜି ତୁମ ପାଇଁ ଆମେ ଏତେ ବଡ଼ ବିପଦରୁ ମୁକ୍ତ ହେଲୁ। କିନ୍ତୁ ପରି ତୁମେ କେମିତି ଜାଣିଲ ଆମେ ଏଇଠି ଅଛୁ? ମୁଁ ଏ ପିଶାଚିକୁ ଭଲ ଭାବରେ ଜାଣିଛି। କିଛି ଦିନ ତଳେ ମୁଁ ଆଉ ମୋ ପରିମା ମିଶି ଏ ପିଶାଚିକୁ ବନ୍ଦୀ କରି ମାଟି ଭିତରେ ରଖିଥିଲୁ। ପରି ଆମେ ଏକଥା ଜାଣିନଥିଲୁ। ଆମେ ସେ ଖେଳନା ଘରକୁ ପାଇ ତାର କବାଟ ଖୋଲିଦେଲୁ। ଶୁଣ ପିଲାମାନେ, ୟା ପରଠୁ ଯେବେ ବି ଯାହା କିଛି ପାଇବ ତାକୁ ଖୋଲିବନି। ବଡ଼ମାନଙ୍କୁ ଆଗ ଦେଖେଇବ, ସେମାନେ ଦେଖିଲେ ସବୁ କିଛି ବୁଝିଯିବେ। ଠିକ ଅଛି ପରି, ଆମେ ଏପରି ଭୁଲ କେବେ କରିବୁନି। ପିଶାଚି ସମସ୍ତଙ୍କ ଘର ଭାଙ୍ଗି ଦେଇଛି। ଚାଲ ମୁଁ ସମସ୍ତଙ୍କ ପାଇଁ ନୂଆ ଘର ତିଆରି କରିଦେବି। ତାପରେ ପରି ସମସ୍ତଙ୍କ ସାଙ୍ଗରେ ତାଙ୍କ ଜଙ୍ଗଲକୁ ଗଲା। ସେ ପିଶାଚିର ରାଜପ୍ରସାଦକୁ ଭାଙ୍ଗି ଚଢ଼େଇମାନଙ୍କ ପାଇଁ ନୂଆ ଘର ତିଆରି କରିଦେଲା। ତାପରେ ସେ ପିଶାଚିକୁ ନେଇ ନିଜ ରାଜ୍ୟକୁ ଚାଲିଗଲା।